हेलो फ्रेंड्स, वेलकम टू माय चैनल द अचीवर्स। सो आज जो क्वेश्चन एनालिसिस रियल टाइम एग्जाम सिमुलेशन रो सेकंड पार्ट जो थरे कि मु जनरल स्टडीज पेपर 1 रो डिस्कशन टी करदवा। सी सेट पेपर रो मु करथिली जो थरे कि मुख्य फोकस थिला मोर टाइम मैनेजमेंट ऊपर। कारण सी सेट पेपर टा क्वालिफाइंग पेपर थाए, किंतु सबठु हार्ड जिंसटा हले जीएस पेपर टा। केमती चलंतु डिस्कस करबा। जनरल स्टडीज पेपर 100टा क्वेश्चन थाए। ओके, तो 200 मार्क थाए, तो पर क्वेश्चन 2 मार्क। किंतु एथिरे नेगेटिव मार्क टा देखंतु -2.66 माने आर कहर माने कोन हला कि आमे जनरली धर हिसाब करथाउ 50टा क्वेश्चन करिके आछो, तो हम हिसाब करला बेले आमे देखुछु हमर 5टा क्वेश्चन रॉन्ग जाउछि। तो सेतो बेले से जो 5टा क्वेश्चन अटेम्प्ट क्वेश्चन रु तो गला 5टा माइनस हला, तो हमर 45टा क्वेश्चन ठीक हला हमर प्लस 45 ठीक क्वेश्चन रु भी 0.66 मार्क से नउछि। तो सेई अनुसार हिसाब करिया, तो 50 रो मु कहूची एटा 2.66 हिसाब रे 5 into 2.66 हमें काटि दबा। तो सेटा गोटे जिंस रहउची। तापरे एठी रहउची केते मार्क माने टाइम केते 2 आवर्स। सेटा जेंति जी सी सेट पेपर थिला एते 2 आवर्स रहउची। आगुरु ए 2 आवर्स ठीक रहउतिला, माने कि जो वन स्टेटमेंट बेस्ड क्वेश्चन थिला, वन लाइनर वाला क्वेश्चन 2 आवर्स वाज सफिशिएंट। बट एबे से 2 आवर्स जो लेंदी क्वेश्चन आछी से 2 आवर्स भी शॉर्ट पडुची। तो ସେଇଟା ଗୋଟେ ଫ୍ୟାକ୍ଟର ରହୁଛି। ତ ସେଇଟାକୁ ବି ମ୍ୟାନେଜ କରିବାକୁ ପଡିବ ଆମକୁ। ତାପରେ ମୁଁ ଯେମିତି କହିଛି ଆମକୁ ରାଉଣ୍ଡ ବୁଲିବାର ଅଛି ଓଏମଆର ସିଟ୍ ରେ। ତ ଓଏମଆର ସିଟ୍ ରେ ପ୍ରତି ରାଉଣ୍ଡ ବୁଲକ ଏଇଟା ଗୋଟେ ହଉଛି, ମନେକର ଦେଖନ୍ତୁ ଏଇଟା ଗୋଟେ ହଉଛି ରାଉଣ୍ଡ। ମୁଁ ଆକୁ ରାଉଣ୍ଡ କରିବି, ତ ମତେ ଏଇଠି ପଳେଇଲା 3 ସେକେଣ୍ଡ 4 ସେକେଣ୍ଡ ଗଲା। ତ 4 ସେକେଣ୍ଡ ଯଦି ମୁଁ ଆଟେଣ୍ଡ କରୁଛି, ପ୍ରାୟ ପିଲା ଆଟେଣ୍ଡ କରନ୍ତି 80 ରୁ ଏଭବ। 80 ରେ ଯଦି ମୁଁ ଆକୁ 4 ସେକେଣ୍ଡ ନେଲି ତ ଆଚୁ 32 ସେକେଣ୍ଡ 320 ସେକେଣ୍ଡ। 320 ମାନେ ମନେକର 360, ତ 600 6 ମିନିଟ୍ ଏଇଠି ଗଲାଣି। ଠିକ ଅଛି, ତ 6 ମିନିଟ୍ ଗଲା ରାଉଣ୍ଡ ବୁଲେଇବାରେ। ତାପରେ କ୍ୱେଶ୍ଚିନ୍ କୁ ମୁଁ ପଢିବି ଟିକେ, ବୁଝିବି, ସେଟା ଛାଡିଲେ ବି ତ ସେଇଟା କ୍ୱେଶ୍ଚିନ୍ ପଢିବା ପାଇଁ ଆପଣଙ୍କୁ ଯିବ ପାଖାପାଖି 1 ମିନିଟ୍ ପର କ୍ୱେଶ୍ଚିନ୍ 30 ରୁ 40 ସେକେଣ୍ଡ। ତ ସେଇଟା ଆମର କେତେଟା କ୍ୱେଶ୍ଚିନ୍ ଅଛି, 100ଟା କ୍ୱେଶ୍ଚିନ୍ ଅଛି। ତ 100 ଚଉ ବା 30 ସେକେଣ୍ଡ ବି ଧର, 130 300 ସେକେଣ୍ଡ। 30 ସେକେଣ୍ଡ ହେଲେ 5 ମିନିଟ୍ ଏଠି ଗଲା, ତ 6 5 11। ତ 11 ମିନିଟ୍ ରୁ ଏଭବ ଏଇଟା କମିବନି କେବେ। 11 ମିନିଟ୍ ରୁ ଏଭବ ତ ଆମର ୱେଷ୍ଟ ହବ ହିଁ ହବ। ୱେଷ୍ଟ କହିବିନି, ମାନେ କି ଆମେ ରିଅଲ ଟାଇମ ମାନେ ସଲ୍ୟୁସନ କରୁନି, ଏଇଟା ଆମକୁ ତାର ପ୍ରିପାରେସନ ରେ ହିଁ ଯିବ। ତ 11 ମିନିଟ୍ କାଟିଦେଲେ ଆମ 2 ଆୱାର୍ସ ରୁ, ଆଉ ବା 10 ମିନିଟ୍ ବି ଯଦି କାଟି ଦଉଛୁ 1 ଆୱାର, ମାନେ 110 ମିନିଟ୍ ଆମ ପାଖରେ ରହୁଛି। ଟୋଟାଲ ଆମକୁ ସଲ୍ଭ କରିବାର ଅଛି କେତେ କ୍ୱେଶ୍ଚିନ୍। ଆମେ ମନେକର ମୁଁ ଟାର୍ଗେଟ ରଖୁଛି 80 କ୍ୱେଶ୍ଚିନ୍। 80 କ୍ୱେଶ୍ଚିନ୍ ମୁଁ ଜେନେରାଲି କହିବିନି କରିବା ପାଇଁ କେବେ, କାରଣ ମୁଁ କହୁଛି ତାର କେମିତି ଆଟେମ୍ପ୍ଟ କରିବା, ସେଇଟା ମୁଁ ଲାଷ୍ଟ କୁ କହିବି ହେଲା। ଟୁୱାର୍ଡସ୍ ଦ ଲାଷ୍ଟ ଅଫ ଦ ଗୋଟେ ଏଇ ପେପରଟା ମୁଁ ଗୋଟେ ଡିସ୍କସନ କରିବି କେମିତି କଣ ହଉଛି। ଏଇଟା ସବୁ କ୍ୱେଶ୍ଚିନ୍ ଡିସ୍କସନ କରିବିନି, ମାନେ ଗୋଟେ କ୍ୱେଶ୍ଚିନ୍ ବସିଲି, ମୁଁ ଯାଇକି ଏକ୍ଜାମ ହଲରେ ପହଞ୍ଚିଲି, ଆସିଲା କ୍ୱେଶ୍ଚିନ୍ କଣ କରିବି କଣ ନାହିଁ, ତ ଆମେ ଯୋଉ ହିସାବରେ ପ୍ରିପେୟାର କରିଛୁ, ମୁଁ ଯୋଉ ଷ୍ଟ୍ରାଟେଜି ସେ ଅନୁସାରେ କହିଦଉଛି ହେଲା। ଆଉ ଏଇଟା ମୁଁ ଲାଷ୍ଟକୁ ଡିସ୍କସନ କରିବି କେମିତି କଣ କରିବାର ଅଛି। ତ ଚାଲନ୍ତୁ, ତ ଏଇ ଜିନିଷଟା ମାଇଣ୍ଡ ରଖିବାର ଅଛି କି ଆମକୁ ପାଖାପାଖି 80 ଧର କ୍ୱେଶ୍ଚିନ୍ ଟା କଲେ 110 ମିନିଟ୍ ମୋ ପାଖରେ ଅଛି ଟାଇମ୍। ତ ସେଇଠି ପାଖାପାଖି 1.4 ମିନିଟ୍ ବା 1.5 ମିନିଟ୍ ମୋ ପାଖରେ ଏଇ କ୍ୱେଶ୍ଚିନ୍ ପାଇଁ ରହୁଛି। ତ 1.5 ମିନିଟ୍ ଭିତରେ କରିବାର ଅଛି। ତ ଚାଲନ୍ତୁ, ଏଇଟା ମୁଁ ଗୋଟେ କରିଛି ସି ସେଟ୍, ଏ ଯୋଉ 2021 ର କ୍ୱେଶ୍ଚିନ୍ ଟା। ଓକେ, ତ ଏଇଟା ଟିକେ ଟଫର ସାଇଡ୍ ରେ ଥିଲା, ଟଫ୍ ଥିଲା ଟିକେ, ସେଇଥିପାଇଁ ୟାର କଟ୍ ଅଫ୍ ବି କମ ଯାଇଥିଲା। ତ ଏଇଟା ଗୋଟେ ଦେଖନ୍ତୁ, ଚାଲନ୍ତୁ ଦେଖିବା। ଆଉ ସେଇଠି ମୁଁ 2024 ର ବି ଡିସ୍କସନ କରିବି, ଲାଷ୍ଟ ଥରର ଯୋଉଟା ମୁଁ ତ ସଲ୍ଭ ପେପର ଛାଡି ଦେଇଛି, ସେଇଟାରେ କଟ୍ ଅଫ୍ ଅଧିକା ଯାଇଛି, ସେଇଟା ବି ଟିକେ ଆନାଲିସିସ୍ କରି। ଲେଟ୍ସ ଷ୍ଟାର୍ଟ। ତ ଏଇଠି ମୁଁ ଆସିଲି ଏକ୍ଜାମ ହଲରେ। ଏଇଟା କୋଉ ସେଟ୍ ଥିଲା ମୋର, ସେଟ୍ ଏ। ଆପଣଙ୍କର ମନେକର ସେଟ୍ ଏ ପଡିଛି। ୟୁ ରୁଟ୍ ୟୁର ରୋଲ ନମ୍ବର ହିୟର ଆଣ୍ଡ ଓପନ ଦ ସେଲ୍ କଲେ, ଆଉ ଏକ୍ଜାମ ଆମର ଏଠି ଟାଇମରଟା ମୁଁ ଷ୍ଟାର୍ଟ କରିଦଉଛି। ତ ଏଇଠି ମୋର ଟାଇମର ଷ୍ଟାର୍ଟ ହେଇଗଲା, ତ ମୁଁ ଚାଲିଲି। ଫାର୍ଷ୍ଟ क्वेश्चन with reference to CHOGM ଫରେନ୍ ମିନିଷ୍ଟର ପ୍ଲେନାରୀ। ମାନେ ଏଟାର ମୋର କିଛି ଆଇଡିଆ ବି ନାହିଁ, ନା ସେବେ ନଥିଲା ଯେବେ ମୋର ଏକ୍ଜାମ ଟା ଦେଇଥିଲି। ତ ଏଟା CHOGM ଜେନେରାଲ ମାନେ କଭର କରନ୍ତିନି, ତ ଏଇଟା ନଥିଲା। ଏଇଟା ମୁଁ ଦେଖିକି ଜାଣିଦେଲି ଏଟା ଜାମାଇକା ବଗେରା, ଏଟା ମୁଁ ପଢି ନାହିଁ, ତ ଏଇଟା ଛାଡିଲି। नो वेस्ट ऑफ टाइम। ଆଉ ମୁଁ ଯେମିତି କହିଛି, ମୁଁ ରଫ୍ ପେପର ବି ମେଣ୍ଟେନ କରିବି ପଛପଟରେ। ତ ସେଥିରେ ମୁଁ 3ଟା କଲମ କରିବି। ଗୋଟେ ହଉଛି ଡନ୍, ଆଉ ଗୋଟେ ହଉଛି ରିଭ୍ୟୁ, ପୁରା ଲାଷ୍ଟ
ତଳ ପେଜଟା ପୁରା ହେଲା। ଆଉ ଯୋଉଟା ନାହିଁ ସେଟା ନାହିଁ ଛକି ମାରିଲି 1। ସେକେଣ୍ଡଟା which of the following statement are not correct? National Investigation Agency is the primary counter terrorist task। ଏଇଟା ମୁଁ ଜେନେରାଲି ପଢିଛି ଆମର କନଷ୍ଟିଟ୍ୟୁସନାଲ ବଡି ନନ୍ କନଷ୍ଟିଟ୍ୟୁସନାଲ ବଡି ସେତେବେଳେ ଆଉ ତାପରେ ସିବିଆଇ ଯେତେବେଳେ ପଢୁଥିଲି ସେଇଥିରେ ସିବିଆଇ ରେ ବି ପଢିଥିଲି କି ସିବିଆଇ ସବୁ ମେଜର କ୍ରାଇମ କରିବ କେବଳ ଟେରୋରିଷ୍ଟ ଛଡା ଟେରୋରିଜିମ ଟା ଏନଆଇଏ କୁ ଦିଆଯାଇଥିଲା ଆଉ ଏନଆଇଏ ଟା ଆମର ମୁମ୍ବାଇ ଆଟାକ ପରେ ହେଇଥିଲା। ତ ସେଇ ଦୃଷ୍ଟିରୁ ମୁଁ ଜାଣିଛି ଏଇଟା ଠିକ ଅଛି। ଇଟ୍ ୱାଜ ଏଷ୍ଟାବ୍ଲିଶ November 30, 2006। ଏଇଟା ଭୁଲ କାରଣ ମୁମ୍ବାଇ ଆଟାକ 2007 ରେ ହେଇଥିଲା ମୁଁ ଜାଣିଛି। 2008 ରେ ଏଇଟା ଏନଆଇଏ ହେଇଥିଲା ତ ଏଇଟା ଭୁଲ। ଟୁ ତାପରେ ଇଟ୍ ଡଜ୍ ଟେକ୍ ପରମିଶନ ଫ୍ରମ ରେସ୍ପେକ୍ଟିଭ ଷ୍ଟେଟ ଟୁ ଇନଭେଷ୍ଟିଗେଟ। ଏଇଟା ତ ସିବିଆଇ ର ଦେଇଦେଲା ଷ୍ଟେଟମେଣ୍ଟ ଏଇଟା ଭୁଲ। ଇଟ୍ ହାଜ ଏ ବ୍ରାଞ୍ଚ ଇନ୍ ଲକ୍ଷ୍ନୌ ଆଣ୍ଡ କୋଲକାତା। ଏଇଟା ମୁଁ ନ ଜାଣିଲେ ବି ଏଇଟା ମୋର ଟିକେ ଡାଉଟ୍ ହଉଛି କିନ୍ତୁ 2 ଆଉ 3 ଯଦି ମୁଁ କାଟୁଛି ତାହେଲେ ଅପସନ ରହିଗଲା 1 ଆଉ 4। ତ ଏଇଟା ହେଇଗଲା। ତ ଏବେ ଗୋଟେ କ୍ୱେଶ୍ଚନ ମୋ ପାଖରେ ହେଇଗଲା ତ ମୁଁ ଏଇଟା ଏଠି ମାର୍କ କଲି। ଦେନ୍ ଯିବି ତ ପଛପଟରେ ମୁଁ ମାର୍କ କରିଦେବି କଣ ଏଇଟା 2ଟା ହେଇଗଲା। ଓକେ ତାପରେ which of the following statement are correct in GSAT-24 satellite? ତ ସାଟେଲାଇଟ ଲଞ୍ଚ ଯୋଉ ହେଇଥିଲା ସେତେବେଳେ GSAT-24 ସେଇ ବର୍ଷ ହିଁ ହେଇଥିଲା ତ ଏଇଟା କରେଣ୍ଟ ଆଫେୟାର ଥିଲା। 24 coup band ମାନେ କମ୍ୟୁନିକେସନ ସାଟେଲାଇଟ ଇଟ୍ ୱାଜ ଲଞ୍ଚ ଫ୍ରମ କ୍ରୋରୁ ସ୍ପେସ୍। ତ ଏଇଟା କଣ କହିବା ଇଜି ନା ଡିଫିକଲ୍ଟ? ତ ସେଇ ଦୃଷ୍ଟିରୁ ମତେ ଟିକେ ମୁଁ ସବୁବେଳେ ଆନାଲିସିସ୍ କରିବାକୁ ଚାହେଁ। ଏଇଟା ଆମର କୋଚିଂ ସେଣ୍ଟର ମାନେ ଯୋଉ ଆସିକି ସଲ୍ୟୁସନ ଦଉଛନ୍ତି ସେ ଆରି ଉପରେ ହିଁ ସବୁ ଜିନିଷ କହିବେ। ଇଟ୍ ୱାଜ coup band ହ୍ୱାଟ ଇଜ coup band ଇଏ ସେ ଯୋଉ ଆମର ଅନଲାଇନ ଏଜୁକେଟର ମାନେ ପଢଉଛନ୍ତି ସେଇଟା କରିଥିଲେ ପଢିଲା ତା ବିଷୟରେ ଟିକେ ଡିସକସ କରିଦବା ପିଲା ବି ଦେଖିଲେ ଆରେ ୟାର ଏଇଟା ହଁ ସେମିତି ସେମିତି। ବଟ ମୁଁ କହେ କି ଜେନେରାଲି ଏଇ କ୍ୱେଶ୍ଚିନ୍ କୁ ତମେ ଗୋଟେ ପିଲା ପଢିକି ଯିବ କି? ମୁଁ କହୁଛି କି ଏମିତିଆ ଟିକେ ଡିଫିକଲ୍ଟ ହେଇଯାଏ। ଏ ବର୍ଷ ଦେଖନ୍ତୁ ଏ ବର୍ଷ ଇଣ୍ଡିଆ ଧର 10ଟା ସାଟେଲାଇଟ ଲଞ୍ଚ କରିଛି ଇଣ୍ଡିଆରୁ କିଛିଟା ବାହାରୁ ବି କିଛିଟା। ତ ସେଇଠି ତା ବିଷୟରେ ଇଚ୍ ବିଷୟରେ ଟିକେ ଡିଟେଲରେ ପଢିବା ଜେନେରାଲ ପାର୍ଲାନ୍ସରେ ଟିକେ ପିଲାଙ୍କ ପାଇଁ କଷ୍ଟ। ମୋ ପାଇଁ ମୁଁ ପର୍ସନାଲି କହୁଛି ଟିକେ କଷ୍ଟ। ମୁଁ ଇମ୍ପୋର୍ଟାଣ୍ଟ କରେଣ୍ଟ ଆଫେୟାର ସବୁ ପଢିଲି ବଟ ଏମିତି ଟିକେ ଓଭରଲୁକ୍ ହେଇଯାଇଥାଏ ତ ଏଇଟା ମୋ ପାଇଁ ହେଇଗଲା ଡିଫିକଲ୍ଟ। ତ ଏଇଟା ମୁଁ ଆଟେଣ୍ଡ କରିବିନି କି ମୁଁ ପରେ ହଁ ଯଦି ଜାଣିଛି ଆ ଭିତରୁ କିଛି ଏଇଟା ଆପଣଙ୍କ ଉପରେ ପର୍ସନ ଟୁ ପର୍ସନ ଭ୍ୟାରି କରେ କିନ୍ତୁ ସେଠି ଟିକେ ଚାନ୍ସ ମୁଁ ନେବିନି କି ହଁ ଏଇଟା ହେଇଥିବ ସେଇଟା ହେଇଥିବ। ହଁ ଯଦି ମୁଁ ଦିଟା ଷ୍ଟେଟମେଣ୍ଟ ଜାଣିଛି ଏଲିମିନେସନ ମେଥଡରେ ଗଲି ଯଦି ହେଲା ହେଲା ନହେଲେ ନାହିଁ। ତ ଏଥିରେ ଚାନ୍ସ ନବାନି। ଚାନ୍ସ କୋଉଥିରେ ନବା ସେଟା ମୁଁ କହିବି। ତ ଏଇଟା ଗଲା। Then that SEBI has set up an advisory committee hybrid securities। ତ hybrid securities କହିଲେ କଣ ବୁଝ? Hybrid securities are securities that have a combination of debt and equity character। ମାନେ common ଏଇଟା ଦେଖନ୍ତୁ hybrid କହିଲେ ତ ମତେ ହଁ ଲାଗୁଛି debt ଆଉ equity ହେଇଥାଇ ପାରେ। ମୋର ଏଟା ଉପରେ ଟିକେ knowledge ନାହିଁ ତ ମୁଁ ଆଇଦର ଆକୁ କଭର କରିଛି ୟା ଫିର କରିନି। ଯେହେତୁ ମୁଁ କରିନି ତ ଏଇଟା ମତେ ଲାଗୁଛି ହଁ ଏଇଟା ହେଇପାରେ। ମତେ ମାନେ ଭିତରୁ ଫିଲ୍ ହଉଛି ଏଇଟା କରିଦେବି କି? ମୁଁ 3ଟା କ୍ୱେଶ୍ଚିନ୍ ମୋର ଗଲାଣି 3ଟା କ୍ୱେଶ୍ଚିନ୍ ରୁ ମୁଁ ଗୋଟେ ହିଁ ଆଟେଣ୍ଡ କରିଛି ଆଉ 2ଟା ମୋର ହେଇନି ତ ଏଠି ମନକୁ ଫିଲ୍ ହବ କି ଚାଲ ଏଇଟା କରିଦବା। ଏଇଟା ମତେ ତ ଲାଗୁଛି ଏଭ୍ରିଡେ ହେଇଥିବ। କମନ ଷ୍ଟକ୍ ୱାଜ ଦ ଫାର୍ଷ୍ଟ ଟାଇପ ଅଫ ହାଇବ୍ରିଡ ସିକ୍ୟୁରିଟି। କମନ ଷ୍ଟକ୍ ପୁରା ଷ୍ଟାଟିକ ନଲେଜ ଏଥିରେ ମାନେ ଷ୍ଟାଟିକ ମାନେ କି ଫ୍ୟାକ୍ଚୁଆଲ ନାଁଟା ତମେ ଜାଣିଥିବ ନହେଲେ ନାହିଁ। ଦି ହୋଲ୍ଡର୍ସ ଅଫ ଏ କମନ ଷ୍ଟକ୍ ରିସିଭ୍ ଡିଭିଡେଣ୍ଡ ବିଫୋର ହୋଲ୍ଡର୍ସ ଅଫ ପ୍ରିଫର୍ଡ ଷ୍ଟକ୍। ତ ଷ୍ଟକ୍ ମାର୍କେଟର ନଲେଜ ଟା ନିହାତି ଦରକାର। ତ ଏଇଟା ଯଦି କରିଥିବେ ଭଲ ନହେଲେ ନାହିଁ ଏଇଟାକୁ ମୁଁ ଛାଡିଦେଲି। ଏଇଟା ବି ମୋର ହବନି ତ ମୁଁ କହୁଛି କି ଯେତେକ ହଉନି ସେଟାକୁ କିଛି ଅସୁବିଧା ନାହିଁ ତାକୁ ଛାଡି ଦିଅନ୍ତୁ। ଆଉ ଏଟା ରିଭ୍ୟୁ କରିବେ କି ଆଇଦର ହବନି ତାକୁ ଛାଡି ଦିଅନ୍ତୁ। ଏଟା ପରେ କିଛି ଦରକାର ନାହିଁ ଆପଣଙ୍କର ହେଇଯିବ। ମୁଁ ଯେତିକି ଯୋଉ ମୋର ଷ୍ଟ୍ରାଟେଜିରେ ଯାଇଛି କି ପଲିଟି ଆଉ ଜିଓଗ୍ରାଫି ଏନଭାରନମେଣ୍ଟ ଆଉ ପ୍ଲସ୍ କରେଣ୍ଟ ଆଫେୟାର୍ସ ଏତିକିରେ ଆପଣଙ୍କର ହେଇଯିବ ଯାହା ବି ହେଲେ ପେପର। କେମିତି ହବ ସେଇଟା ମୁଁ ଲାଷ୍ଟକୁ କହୁଛି। ଏଇଟା ଗଲା। ତାପରେ which of the following are not correct one nation one ration card scheme। ତ ଏଇଟା ସେତେବେଳେ ସ୍କିମ୍ ଟା ଆସିଥିଲା ସ୍କିମ୍ କୁ ପଡିବ। ଏ ବର୍ଷ ବି ଯେମିତି 2-4ଟା କେତେଟା ସ୍କିମ୍ ଆସିଛି ତା ଭିତରୁ ପଡିବ। ତ ସେଇଟା କିଛି ନାହିଁ ତ ସ୍କିମ୍ ହାଜ ବିକମ୍ ଅପରେସନ ଏଣ୍ଟାୟାର ଇଣ୍ଡିଆ ପାଇଁ। ଆଉ ଆସାମ ବିକମ୍ସ 34 ଷ୍ଟେଟ। ଏଇଟା ସବୁ ଦେଖନ୍ତୁ କେବେ ଲଞ୍ଚ ହେଇଥିଲା ଆସାମ 34th ହେଇଛି ବୋଲି ପଡିଛି। ଏବେ ଯେମିତି ଧର ଆମର ନ୍ୟୁଜରେ ଅଛି କି ହରିୟାଣା ନା ହିମାଚଳ ପ୍ରଦେଶ ବିକେମ୍ ଏତେତମ ଫୁଲି ଲିଟରେଟ ଷ୍ଟେଟ କି କେରଳ ଫାଷ୍ଟ ଫୁଲି ଡିଜିଟାଲ ଲିଟରେସି ଷ୍ଟେଟ। ତ ଏଇ ସବୁ ଷ୍ଟେଟମେଣ୍ଟ କୁ ବି କ୍ୱେଶ୍ଚିନ୍ ଫ୍ରେମ୍ ହେଇଯାଉଛି ଗୋଟେ ଲେଖା ଷ୍ଟେଟମେଣ୍ଟ ହିସାବରେ। ତ ଏଠି ଏଇଟାକୁ ବି ଟିକେ ମାନେ ଟାଇମ କନଜ୍ୟୁମିଂ ସହିତ ମାନେ ମଣିଷକୁ ଟିକେ କନଫ୍ୟୁଜନରେ ପକାଏ ଏତେ ମନେ ରଖିବା ବି ଟିକେ ଡିଫିକଲ୍ଟ। ତ ଏଇ ସବୁ ପଏଣ୍ଟ ରୁ ଆମକୁ କ୍ୱେଶ୍ଚିନ୍ ର ଡିଫିକଲ୍ଟି ଟା ଜଜ୍ କରିବାକୁ ହବ। ଦି ମୋର୍ ହାଜ ଦିସ୍ ମୁଭ୍ ହାଜ ମୋର୍ ଫୁଡ ସିକ୍ୟୁରିଟି ପୋର୍ଟେବିଲିଟି ରେସନ କାର୍ଡ ଆର୍ ରେସନାଲାଇଜ୍ଡ ୟୁଜିଂ ଭୋଟର ଆଇଡେଣ୍ଟିଟି କାର୍ଡ ସିଡିଂ। ଭୋଟର ଆଇ କାର୍ଡ ସିଡିଂ ହଉଛି ଆଧାର କାର୍ଡ ସିଡିଂ ହଉଛି। ତ ଏ ସବୁ ଜିନିଷ ତ ଆମେ ଜାଣିଛେ। ତ ଏଥିରୁ ଆନ୍ସର ଟା ଆଇଦର ଆପଣଙ୍କୁ ଜଣା ଥିବ
କିନ୍ତୁ ଏଇ ଯୋଉ ଅପସନଟା ଦେଇଦେଇଛି ଦେଖନ୍ତୁ ଦିଟା ହିଁ କରେକ୍ଟ, ତ ତିନିଟାକୁ ଯାଉନି, ତ ଗୋଟେ କୋଉଟା ଏଲିମିନେଟ୍ ହେଇଗଲେ ଆମର ହେଇଯିବ ଆନ୍ସର କରେକ୍ଟ। ତ ସେଇ ଦୃଷ୍ଟିରୁ ଏଇଟା ଟିକେ ଇଜି କ୍ୱେଶ୍ଚିନ୍ ଦେଇଦେଲା। ତ ମୁଁ ଏଠି କ୍ୱେଶ୍ଚିନ୍ ର ସଲ୍ୟୁସନ କଣ ହବ କରିବାକୁ ଯାଉନି, ମୁଁ କହୁଛି କି କ୍ୱେଶ୍ଚିନ୍ ଟା ହେଲା ତ ମୋର ମାଇଣ୍ଡ ସେଟ୍ କଣ ହଉଛି, ଯଦି ଏଇଟା ଆସୁନି କିଛି ନାହିଁ ଛାଡିଦିଅ, ଏଇଟା ଆଉ ଉପରେ ଚାନ୍ସ ବି ନେବାର ନାହିଁ। କି ଯଦି ଏଇଟା ଲାଗୁଛି ହଁ ଏଇଟା ତ ଲାଗୁଛି ଷ୍ଟେଟମେଣ୍ଟ ଏଇଟା 34th ହେଇଥାଇପାରେ, ଏଇଟା ତ ମୁଁ ଟିକେ ରିଭ୍ୟୁରେ ରଖିବି, ତାହେଲେ ରିଭ୍ୟୁରେ ରଖିଦିଅନ୍ତୁ। ଏଇଟା ନା ଆମର ଯୋଉ ଦିଟା କଲମ କରୁଥିଲେ, ଗୋଟେ ହଉଛି ଡନ୍ ଆଉ ଗୋଟେ ହଉଛି ରିଭ୍ୟୁ ହେଲା, ତା ଦେହରେ 5 ନମ୍ବରଟା ପକେଇ ଦିଅନ୍ତୁ, କିଛି ଅସୁବିଧା ନାହିଁ। ତାପରେ ଯିବା ତଳକୁ, କିନ୍ତୁ ଏଇଟା ଗୋଟେ ଫାଷ୍ଟ କରିବେ। ଫାଷ୍ଟ ମାନେ ମୋର ଦେଖନ୍ତୁ ଏଠି ମୁଁ ବୁଝେଇବାରେ ମୋର ଏଠି 7 ମିନିଟ୍ 8 ମିନିଟ୍ ପଳେଇଲାଣି, କିନ୍ତୁ ଦେଖିଲେ ଏଇଟା ଠିକ ଅଛି, ଏଇଟା ରିଭ୍ୟୁ ରଖିବେ। ଏସିଆସ୍, ତାପରେ ଏସିଆସ୍ ଗ୍ଲୋବାଲ ଷ୍ଟାର୍ଟଅପ୍ ଇକୋସିଷ୍ଟମ ରିପୋର୍ଟ 14 2022, ଜୁନ 14 2022। ଏଇଟା ଏକ୍ଜାମ ର କେବେର କରୁଛି ମୁଁ 2021 ର, ମାନେ ମୁଁ ଏଇଟା ଏକ୍ଜାମ କେବେ ହେଇଥିବ, ଏଇଟା ପ୍ରିଲିମ୍ସ ଟା ହଉଥିଲା ପାଖାପାଖି ଅକ୍ଟୋବର, ଓକେ ଅକ୍ଟୋବର। ଏଇଟା କ୍ୱେଶ୍ଚିନ୍ ପଡୁଛି ଅକ୍ଟୋବର 2022, ଏ କ୍ୱେଶ୍ଚିନ୍ ପଡୁଛି ଜୁନ 14 2022, 3 ମାସ 4 ମାସ। ତ ଏବେ ଯଦି ଆପଣଙ୍କର କ୍ୱେଶ୍ଚିନ୍ ହଉଛି କେବେ ଜୁନ 7, ତ ଜାନୁଆରୀରୁ ମାର୍ଚ୍ଚ ମୋଷ୍ଟ ଇମ୍ପୋର୍ଟାଣ୍ଟ, ଡିସେମ୍ବର ବି ଇନକ୍ଲୁଡ କରିଦେଲେ ମୋଷ୍ଟ ଇମ୍ପୋର୍ଟାଣ୍ଟ। ତା ଉପରେ ପୁରା ଥରୋଲି ରିଭିଜନ କରି କରେଣ୍ଟ ଆଫେୟାର୍ସ ଯାଆନ୍ତୁ, ରିପୋର୍ଟ ଷ୍ଟଡି ଗଭର୍ଣମେଣ୍ଟ ସ୍କିମ୍ସ ଏସବୁ ବିଷୟରେ। ତ ହୁଇଚ୍ ଇଣ୍ଡିଆନ୍ ଷ୍ଟେଟ୍ ରାଙ୍କ୍ଡ ଫାର୍ଷ୍ଟ ଇନ୍ ଏସିଆ, ତ ଏଇଟା ଗ୍ଲୋବାଲ ଷ୍ଟାର୍ଟଅପ୍ ଇକୋସିଷ୍ଟମ ରିପୋର୍ଟ, ଏଇଟା ଜେନେରାଲି କରେଣ୍ଟ ଆଫେୟାର୍ସ ଥାଏ, ତ ଏଇଟା କରିଥିବେ। ଏଥିରେ ବି କଣ ହେଲା ନା, ଆଇଦର ଆପଣ ଜାଣିଛନ୍ତି ବା ନ ଜାଣିଛନ୍ତି କରେଣ୍ଟ ଆଫେୟାର୍ସ କ୍ୱେଶ୍ଚିନ୍, କରେଣ୍ଟ ଆଫେୟାର୍ସ କ୍ୱେଶ୍ଚିନ୍ ୱାନ୍ ଲାଇନର କ୍ୱେଶ୍ଚିନ୍ ଏମିତିଆର, ଏଇଟା ହଉଛି ମେରିଟ ବି ଡିମେରିଟ ବି। ଜାଣିଥିଲ ଟାଇମ ସେଭିଂ, ନ ଜାଣିଛ ତ ଟାଇମ ଗଲା। ତ ଏଇଟା ବି କିଛି ବେଶ ନାହିଁ, ବସ୍ 10 ସେକେଣ୍ଡର କଥା, ଜାଣିଲ ଜାଣିଛ ନହେଲେ ନାହିଁ। ତ ଏଠି 6ଟା କ୍ୱେଶ୍ଚିନ୍ ସରିଗଲା। ତ ଏଇଟା ମୁଁ ଦେଖିଲିଣି 6ଟା କ୍ୱେଶ୍ଚିନ୍ ରୁ ମୁଁ ସିଓରିଟି ହେଇକିରି ଗୋଟେ ହିଁ କରିଛି। ଏଇଟା ଯଦି 6 ନମ୍ବରଟା ଆସୁଛି ତାହେଲେ ଦିଟା ହବ, ନହେଲେ ନାହିଁ ଗୋଟେ। ତ ତାପରେ ଯିବା ନେକ୍ସଟ, ବ୍ରିକ୍ସ 22 ସମିଟ୍ ବିଷୟରେ କହିଦେଲା। ମତେ ଲାଗିଲା କି ଆରେ ୟାର ବ୍ରିକ୍ସ ତ ମୁଁ ଭଲରେ କଭର କରିକି ଆସିଛି, ସେ କିନ୍ତୁ ପକେଇଲା କଣ ଦେଖନ୍ତୁ, ମିଟିଂ ଟପିକ ଇଜ ଫୋଷ୍ଟର ହାଇ କ୍ୱାଲିଟି ବ୍ରିକ୍ସ ପାର୍ଟନରशिପ ଉସରେ ନ୍ୟू ଏରା ଗ୍ଲୋବାଲ ଡେଭଲପମେଣ୍ଟ, ଠିକ ଅଛି। ଭ୍ଲାଦିମିର ପୁଟିନ ସେଡ୍ ରଷିଆ ଇଜ ରେଡି ଟୁ ପ୍ରମୋଟ କ୍ଲୋଜ ଆଣ୍ଡ ଭର୍ସାଟାଇଲ ରିଲେସନ ୱିଥ ବ୍ରିକ୍ସ ପାର୍ଟନର। ଏଇ ଷ୍ଟେଟମେଣ୍ଟ ମୁଁ କୋଉଠୁ ଜଜ କରିବି, ମୋର ଏଇଠି ହେଇଗଲା ପ୍ରୋବ୍ଲେମ କି ଆରେ ହଁ ଲାଗୁଛି ତ ମତେ ଇଏ କହିଥିବେ। ଇଣ୍ଡିଆନ ପ୍ରାଇମ ମିନିଷ୍ଟର ନରେନ୍ଦ୍ର ମୋଦି ସେଡ୍ member would understand security concerns of each and other mutual support। ये तो ଏଇ ସବୁ ତ କମନ ଟପିକ ନା, ଏଇ ସବୁ ଉପରେ ହିଁ କ୍ୱେଶ୍ଚିନ୍ ହୁଏ। ତ ଆକୁ ଯଦି ହିଁ ଆମେ କରିଦବା କି ଏଇଟା କେମିତି, ଇଏ କହିଥିଲା ଏଇ ଷ୍ଟେଟମେଣ୍ଟ, ସିଏ କହିଥିଲା ସେଇ ଷ୍ଟେଟମେଣ୍ଟ, ଏଇଟାକୁ ଜଣେ କେମିତି କରିବ। ଚାଇନିଜ ପ୍ରେସିଡେଣ୍ଟ କହିଲେ ୱେଲକମ୍ଡ ଏକ୍ସପାଣ୍ଡିଂ ମିଲିଟାରୀ ଏଲଙ୍ଗସ୍ ବ୍ରିକ୍ସ, ଏଇଟା କିଏ କାହାକୁ ଏକ୍ସପାଣ୍ଡ କରିଥିବ କଣ କରିଥିବ ସେଇଟାର କନଫ୍ୟୁଜନ। ତା ସହିତ ଯଦି ଏମିତି ବଲ୍ ବାଇ ବଲ୍ କମେଣ୍ଟ୍ରି ଫଲୋ ନ କରିଥିବେ, ଯୋଉଟା ଜେନେରାଲି ପିଲାମାନେ କରନ୍ତିନି, ଏଇଟା ହେଇଯାଏ କନଫ୍ୟୁଜିଂ। ତ ଏଠି ଏଇଟା ଡିଫିକଲ୍ଟ ହେଇଗଲା। ଜେନେରାଲ ସେନ୍ସରେ କହୁଛି, ଗୋଟେ ଭଲ ୱେଲ ପ୍ରିପେୟାର୍ଡ ପିଲା ଯାହା ପାଇଁ ପ୍ରିଲିମ୍ସ ପ୍ରୋବ୍ଲେମ ନାହିଁ, ମୁଁ ସେଇଟା କହୁନି। ଜେନେରାଲି ପିଲା ଯୋଉମାନେ ଟିକେ ଷ୍ଟ୍ରଗଲ କରୁଛନ୍ତି, ମୁଁ ତାଙ୍କ ପଏଣ୍ଟ ଅଫ ଭ୍ୟୁରୁ ଏଥିପାଇଁ ସେମାନେ ଷ୍ଟ୍ରଗଲ କରନ୍ତି। ତ ଏଇଟା ଡିଫିକଲ୍ଟ ହେଇଗଲା। ତ ଏଇ 7 ନମ୍ବର କ୍ୱେଶ୍ଚିନ୍ ରୁ ବି ଗୋଟେ ହିଁ ହେଇଛି ମୋର। ତ ଏଇ ଜାଗାରେ ତମକୁ ଇଣ୍ଟିମିଡେଟେଡ ହୁଅନ୍ତୁ ନାହିଁ, ଡୁ ନଟ୍ ଫିଲ୍ ଇଣ୍ଟିମିଡେଟେଡ। ଏଠି ପୁରା ଟାଇମ ନିଅନ୍ତୁ, କିଛି ଅସୁବିଧା ନାହିଁ। ମୋର ଆମର ହେଲା କଣ ପଲିଟି, ତାପରେ ଏନଭାରନମେଣ୍ଟ, ଜିଓଗ୍ରାଫି। ତ ସେଇଠି ଆମେ ସଲ୍ଭ କରିବାର ଅଛି, ଆସୁଛି କି ନାହିଁ ଦେଖିବା। ତାପରେ ଏକ୍ସ ଖାନ କ୍ୱେଷ୍ଟ ଗୋଟେ ମିଲିଟାରୀ ଏକ୍ସରସାଇଜ, ତ ଏଇଟା ବିଷୟରେ ଯଦି ଜାଣିଥିବେ ଜାଣିଥିବେ, ନହେଲେ ନାହିଁ କରେଣ୍ଟ ଆଫେୟାର୍ସ। ତାପରେ ଇଣ୍ଟରନ୍ୟାସନାଲ ଡେ ଅଫ ୟୋଗା ଜୁନ 21 ରେ ହଉଛି, ତା ବିଷୟରେ ଦେଇଦେଲା। ଏଇଟା ଇଜି କ୍ୱେଶ୍ଚିନ୍ ଦେଇଦେଲା, ଏଇଟା ଜେନେରାଲି କରେଣ୍ଟ ଆଫେୟାର୍ସ ଥାଏ, ଏଇଟା ଜଣା ଥାଏ, ତ ଏଇଟା ଗଲା। ତାପରେ ନିପୁନ ନ୍ୟାସନାଲ ଇନିସିଏଟିଭ ଫର ଅପସ୍କିଲିଂ ନିର୍ମାଣ ୱାର୍କର୍ସ, ତ ଏଇଟା ସ୍କିଲିଂ ଏତିକି 1 ଲାખ, ପ୍ରାଇମ ମିନିଷ୍ଟର ଏମ୍ପ୍ଲୟମେଣ୍ଟ ଜେନେରେସନ ପ୍ରୋଗ୍ରାମ, ଏସବୁ ରିଗାର୍ଡିଂ ଅଛି। ଏଇଟା ବି ଗୋଟେ ଇଜି କ୍ୱେଶ୍ଚିନ୍ ଥିଲା କରେଣ୍ଟ ଆଫେୟାର୍ସ ର, ମାନେ ଏଇଟା ନିପୁନ ଇଏ ଗୋଟେ ଫେମସ ସ୍କିମ୍ ଥିଲା ହେଲା। ତ ସେଇଟା ଉପରେ କ୍ୱେଶ୍ଚିନ୍ ଟା ଥିଲା, ଏଇଟା ହେଇଯିବା କଥା, ଅପସନ ବି ଏଲିମିନେଟ ହେଇଯିବା କଥା, ତ ସେଇଟା ଗୋଟେ ଗଲା। ତାପରେ ଏମିତି ହାଇକୋର୍ଟର ଜଜ ଆପଏଣ୍ଟ ହେଇଛନ୍ତି ସେମିତି, ଏଇଟା ବି ଡିଫିକଲ୍ଟ କ୍ୱେଶ୍ଚିନ୍। ଏଇଟା ଏମିତି ନାଁଟା ମନେ ରଖି ହବନି ଇଚ୍ ଆଣ୍ଡ ଏଭ୍ରିର। ତ ପିକ୍ ଅପ୍ ରଙ୍ଗ ମ୍ୟାଚିଂ, କାହା ଭିତରୁ କିଏ କୋଉଠି ହେଲେ, ଏଇଟା ତ ଭାରି ଡିଫିକଲ୍ଟ। ଏଇଟା ଡିଫିକଲ୍ଟ କ୍ୱେଶ୍ଚିନ୍। ପିଏମ୍ ଇ ବିଦ୍ୟା ପ୍ରୋଗ୍ରାମ, ଏ ସବୁ କରେଣ୍ଟ ଆଫେୟାର୍ସ ସିରିଜ ଚାଲିଛି। ତାପରେ ଖୁବସୁଗୁଲ ଲେକ୍ ନ୍ୟାସନାଲ ପାର୍କ ମଙ୍ଗୋଲିଆ ଆଡ ହେଇଛି, ତା ବିଷୟରେ କଣ, ମଙ୍ଗୋଲିଆର ଆଡ ହେଇଛି। ଆମେ କରେଣ୍ଟ ଆଫେୟାର୍ସ କଭର କରିଛ କି, ଯଦି କଭର କରିଛ ୟୁନେସ୍କୋ ର ବିଷୟରେ ମ୍ୟାପ ପ୍ରୋବ୍ଲେମ ଉପରେ ନା କଣ ବାଜପେୟୀ ରିଜର୍ଭ ଉପରେ କ୍ୱେଶ୍ଚିନ୍ ପଚାରିଥିଲା, ତା ଉପରେ କର।
ତ ଏଇଟା ବେସିକ୍ କ୍ୱେଶ୍ଚିନ୍, ଏଇଟା ବି ଜେନେରାଲି ମୁଁ ଏନଭାରନମେଣ୍ଟରେ କଭର କରିଛି ଏଇଟା, ୟୁନେସ୍କୋ ବାୟୋସ୍ଫିୟର ପ୍ରୋଗ୍ରାମ କେବେ ଷ୍ଟାର୍ଟ ହେଇଥିଲା କଣ, ତ ଇଏ ସବୁ ଯଦି ହଉଛି ଭଲ କଥା, ନହେଲେ କରେଣ୍ଟ ଆଫେୟାର୍ସ କ୍ୱେଶ୍ଚିନ୍ ଏଇଟା ଠିକ ଅଛି, ଯିବା ପରକୁ। ଏମିତି ତ ଇକୋନୋମିକ୍ କ୍ୱେଶ୍ଚିନ୍, ଆର୍କିଟେକ୍ଚର, ଡିଜିଟାଲ ଫାଇନାନ୍ସ, ତ ଏମିତି ନେହେରୁ ରିପୋର୍ଟ, ତ ଏଇଠି ସରିଗଲା ପାଖାପାଖି ହେଣ୍ଡରସନ ବ୍ରୁକ୍ସ ଭଗତ ରିପୋର୍ଟ, ଅରୁଣ ନେହେରୁ ରିପୋର୍ଟ ରିଫର ପର୍ଟେନିଂ ଟୁ, ଏଇଟା ନାଇଁ ସରି ଏଇଟା ଗୋଟେ କରେଣ୍ଟ ଆଫେୟାର୍ସ ଫରେନ୍ ରିଲେସନ ଉପରେ ଗୋଟେ ବୁକ୍ କୁ ନେଇକି ରିପୋର୍ଟ କୁ ନେଇକି ଅଛି, ସେଇଟା ଗଲା, ସେଇଟା ବି ମତେ କିଛି ଆଇଡିଆ ନାହିଁ। ତ ମୋର 18ଟା କ୍ୱେଶ୍ଚିନ୍ ଗଲା ବେଳକୁ ଗୋଟେ ଦିଟା ହିଁ ହଉଛି, ଠିକ ଅଛି। ତାପରେ ପଲିଟିକାଲ ଲିଡର ଆଉ ପଲିଟିକାଲ ପାର୍ଟି, ଶ୍ୟାମପ୍ରସାଦ ମୁଖାର୍ଜୀ, ଏଇଟା ହିଷ୍ଟ୍ରିର ସହିତ ଜଡିତ, ଏଇଟା ଗୋଟେ ଇଜି କ୍ୱେଶ୍ଚିନ୍ ଟା ଥିଲା। ଏଇଟା ମାନେ ଏଲିମିନେସନ ମେଥଡ ରେ ହେଇଯିବ। ଦେଖନ୍ତୁ ଏକ୍ସ ଦେଲା କେମିତି କରିବା, ଏକ୍ସ ଦେଲା 3ଟା ପି ଗୋଟେ ଆର, ତା ମାନେ ଯଦି ଆର ହେଇଥିବ ତାହେଲେ ଆନ୍ସର ତ ପୁରା ଠିକ, ଯଦି 3 ହେଇଥିବ ତାହେଲେ ଏଇଟା ଟିକେ ଆମକୁ ପ୍ରୋବ୍ଲେମ ହବ। ସେ କଣ ଦେଲା, ଏକ୍ସ ଦେଲା ପି, ତ ଶ୍ୟାମପ୍ରସାଦ ମୁଖାର୍ଜୀ ସ୍ୱତନ୍ତ୍ର ପାର୍ଟି, ଇଏ ସର ଶ୍ୟାମପ୍ରସାଦ ମୁଖାର୍ଜୀ, ଏଇଟା ଆମେ ଜାଣିଛେ କି ଭାରତୀୟ ଜନସଂଘ, ଏଇଟା ମୁଁ ଜାଣିଛି ଆମର ଯୋଉ ଶ୍ୟାମପ୍ରସାଦ ମୁଖାର୍ଜୀ ବିଜେପି ସହିତ ଜଡିତ ଏବେର ପାର୍ଟି ସହିତ, ତ ଏଇଟା ଏକ୍ସ ଆର ହେଇଗଲା ଆନ୍ସର ଏଇଟା, ତ ଏଇଟା ଇଜି କ୍ୱେଶ୍ଚିନ୍ ଦେଇଦେଲା। ତ ଏମିତି ମୁଁ ପିଲୋ ମୋଦି ଜାଣିନଥିଲି, ରାମ ମନୋହର ଲୋହିଆ ତ ଶୁଣିଥିଲି, ବଟ୍ ସେ କୋଉ ପାର୍ଟି ସହିତ ଜଡିତ ସେଇଟା ଟିକେ ମୋର ଆଇଡିଆ ନଥିଲା, ତ ଏଇଟା ହେଇଗଲା ଗୋଟେ ଇଜି କ୍ୱେଶ୍ଚିନ୍। ଦେନ୍ the popular titles for Sheikh Mohammed Abdullah Error Venkata Ramse Vallabh Bhai Patel respectively, ଏଇଟା ମୁଁ ମୋହାମ୍ମଦ ଅବଦୁଲ୍ଲା ଏରୋଡ ଭେଙ୍କଟ ରାମସେ, ଏଇଟା ତ ମୁଁ ଜାଣିନି, କିନ୍ତୁ ବଲ୍ଲଭ ଭାଇ ପଟେଲଙ୍କର ସର୍ଦ୍ଦାର ଅଛି ବୋଲି ମୁଁ ଜାଣିଛି, ତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଇଜି କ୍ୱେଶ୍ଚିନ୍। ତ ଏଇଟା ଏମିତି ହେଇଗଲା ରାଜା ରବି। ତାପରେ ହଉଛି ପ୍ରିନ୍ସଲି ଷ୍ଟେଟ୍ ଆର୍ ନୋନ୍ ଫର ଦେୟାର ରିଫର୍ମିଷ୍ଟ ପଲିସି, ରିଫର୍ମିଷ୍ଟ ପଲିସି ପ୍ରିନ୍ସଲି ଷ୍ଟେଟ୍ ଉପରେ ପଚାରୁଛି, ଠିକ। ତ ତା ଭିତରୁ ଟ୍ରାଭାଙ୍କୋର ବରୋଦା, ଏମିତି ସବୁ ରାଜା ରବି ବର୍ମା ତାଙ୍କ ବିଷୟରେ ପଚାରିଲା। ତ ଏମିତି କ୍ୱେଶ୍ଚିନ୍ସ ହେଇଗଲେ, ତ ମୁଁ ଏଇଠି ପାଖାପାଖି ଯେତେବେଳେ 21ଟା କ୍ୱେଶ୍ଚିନ୍ ପହଞ୍ଚିଗଲାଣି, ମୋର 4ଟାରୁ 5ଟା କ୍ୱେଶ୍ଚିନ୍ ହେଇଗଲା, ତ ଟିକେ ପଜିଟିଭିଟି ଆସିଲା। ତାପରେ ଚାଲିଲି ନେହେରୁ ମହାଲାନୋବିସ୍ ମଡେଲ, ପ୍ଲାନ ଗ୍ରୋଥ ଅଫ ଇଣ୍ଡିଆନ ଇକୋନୋମି, ଯୋଉ ଆମର 5 year ପ୍ଲାନ ସହିତ ଜଡିତ, ଏଇଟା ଗୋଟେ ସିମ୍ପଲ କ୍ୱେଶ୍ଚିନ୍। ତ ପାଟୋଲା ୱାଜ ଟ୍ରାଡିସନାଲି ଡନ୍ ଇନ୍ ପୋଚମ୍ପଲ୍ଲୀ ସୁରତ ପତାନ, ତ ଏଇଟା ପାଟୋଲା ଯଦି ଆର୍ଟ ଆଣ୍ଡ କଲଚର ବାଲା ପାର୍ଟ କରିବେ କରିବେ, ନହେଲେ ନାହିଁ। ତ ଏମିତି ପାଖାପାଖି 25-27 କ୍ୱେଶ୍ଚିନ୍। ଏଇଠି ମୁସଲିମ ଲିଗ ଆକ୍ସେପ୍ଟେଡ ଲକ୍ଷ୍ନୌ ପାର୍ଟ ରିଜେକ୍ଟେଡ, ଏଇଟା ବିକଜ କଣ ପାଇଁ, ଇଜି କ୍ୱେଶ୍ଚିନ୍। which of the following is a part of constitution of India, ତ ଏଠି ପାଖାପାଖି ପଲିଟି ଷ୍ଟାର୍ଟ ହେଲା, ଟିକେ ରିଲେସନ ବିଟୱିନ ୟୁନିୟନ ଷ୍ଟାର୍ଟ, ଠିକ ଅଛି। ଫାଇନାନ୍ସ, ପ୍ରପର୍ଟି, କଣ୍ଟ୍ରାକ୍ଟ ଆଣ୍ଡ ସୁଟ୍, ସେଇଟା ବି ଅଛି। ଟ୍ରେଡ, କମର୍ସ, ସବୁ ଠିକ ଅଛି। ଫଣ୍ଡାମେଣ୍ଟାଲ ରାଇଟ, ଏଇଟା ଇଜି କ୍ୱେଶ୍ଚିନ୍ ଦେଲା। ତ ଏଇଠି ଦେଖନ୍ତୁ ପଲିଟିର ଷ୍ଟାର୍ଟ ହେଲା, ବାହାରିଲା। ତ ମତେ ଏଇଠୁ ଟିକେ ଆଟେଣ୍ଟିଭ ହବାର ଅଛି। ଆ ପୂର୍ବରୁ ଆଟେଣ୍ଟିଭ ମାନେ କେତେଟା ବଞ୍ଚି ପାରୁଛି ଦେଖୁଛି, ଭୁଲ ନ କରିବି, ଆଟେଣ୍ଡ ପଛେ ନ ହଉଛି ତାକୁ କେତେଟା ରିଭ୍ୟୁରେ ରଖିବି, କେତେଟା ଚାନ୍ସ ନେଇପାରିବି, ଏଇ ସବୁ ଜିନିଷ କଲି। ଏଠି ପଲିଟି ଟିକେ ଷ୍ଟ୍ରଙ୍ଗ ସୁଟ୍ ଆସିଲା, ଏଠି ମୁଁ ମୋରି ଜାଣିଥିବା ଜିନିଷରୁ ପ୍ରାୟ ପଡିବ ଟିକେ, ତ ସେଠି ଟିକେ ଟ୍ୟାକ୍ଟଫୁଲ ହବାକୁ ପଡିବ। ତ ଏଇଟା ଗୋଟେ ଇଜି କ୍ୱେଶ୍ଚିନ୍ ଦେଇଦେଲା। ତାପରେ ହ୍ୱାଟ ଇଜ ଦ କମନ କ୍ୟାଥରିନ୍ ମାୟୋ, ଆଲ୍ଡସ୍ ହକ୍ସଲି, ଚାର୍ଲସ ଆଣ୍ଡ୍ରୁ ୱିଲିୟମ ଆଣ୍ଡ ୱିଲିୟମ ଦିଗ୍ବେ, ଏଇ କ୍ୱେଶ୍ଚିନ୍ ଟା ବି ଏମିତି ଗୋଟେ ପଡିଥିଲା। ରୋଟ୍ କମେଣ୍ଟ୍ରି ଅନ୍ ଇଣ୍ଡିଆ ରୋଲ ଅଫ ନ୍ୟାସନାଲ ମୁଭମେଣ୍ଟ, ତାପରେ ଅପୋନେଣ୍ଟସ୍ ଅଫ ଦେୟାର ଫ୍ରେଣ୍ଡସ୍ ଅଫ ମହାତ୍ମା ଗାନ୍ଧୀ। ତ ଇ ବି ଗୋଟେ କ୍ୱେଶ୍ଚିନ୍, ଏଇଟା ବହୁତ ମୁଣ୍ଡ ଖରାପ କରୁଥିଲା, ଏଇଟା କଣ ଏମିତି ହକ୍ସଲି ବଗେରା ସିଏ, ତ ଏଇଟାକୁ ମୁଁ ଛାଡିଦେଲି, ଏଇଟା ମତେ କିଛି ଜଣା ନାହିଁ। ସାର୍ ସହିଦ ଅହମଦ, ଆଉ ଏଇଟାକୁ ଚାନ୍ସ ନେବି କି ନାଇଁ, ସେଟା ଚାନ୍ସ ନବାର ନାହିଁ, ମୁଁ ଛାଡିଦେଲି ଏଇଟା। ବେଶୀ ଏମିତିଆ କ୍ୱେଶ୍ଚିନ୍ ଦ୍ୱାରା ବେଶୀ ଏଣ୍ଟାଇଜ୍ଡ ହେବେନି, କି ମତେ ଫିଲ୍ ହଉଛି ଏମିତି ହବ, ଫିଲ୍ ଡୋଣ୍ଟ ଗୋ ଫର ଦ ଫିଲ୍, ହେଲା। ଫିଲ୍ କୋଉଥିରେ ହବ ସେଇଟା ମୁଁ କହିବି। ସାର୍ ସହିଦ ଅହମଦ ଖାନ ୱାଜ ଅପୋଜ ଟୁ ମୁସଲିମ ଜଏନିଂ ଦ କଂଗ୍ରେସ ବିକଜ ସହିଦ ଅହମଦ ଖାନଙ୍କର ଅପୋଜିଟ ଟୁ ମୁସଲିମ୍ସ ଜଏନିଂ ଦ କଂଗ୍ରେସ, ମୁସଲିମ ମାନେ କଂଗ୍ରେସ ଜଏନ କରନ୍ତୁ ବୋଲି ସେ ଚାହୁଁନଥିଲେ। ହି ଫେଲ୍ଟ that this would attract retaliation from the British, ଭୟ କରୁଥିଲେ। ହି suppose that Congress would be dominated by Hindus, ଆଉ he did not like the idea of opposing the British, he was a separatist, ତ ସେ separatist ତ ନଥିଲେ, ତ ସେଇଟାକୁ ଆମେ ଏଲିମିନେଟ କରିଦେଲେ। ଆଉ ଏଇ 3ଟା ଅପସନ ଆମ ପାଖରେ ରହିଲା। he did not idea of opposing British, ତ ଏଇଟା 3ଟା ହବ କି ନାହିଁ, ଯଦି 3ଟା ନ ହବ 1 2, ଯଦି ଆଉ ଆମର 1ଟା ତ ଠିକ ଅଛି, ତ ଏଇଟା ଅପସନ ଗଲେ 1 ଆଉ ଆ ଭିତରେ, ତ 1 2 3ଟା ରହିବ କି ନାହିଁ। ତ ଏଇଟା ସେଥିପାଇଁ ଅପସନ ଦେଖିଲେ ଅପସନ ଟିକେ ଡିଫିକଲ୍ଟ ହେଇଯାଉଛି। ଯଦି ପୁରା ଫୁଲ ସିଓର ଅଛି ମୁଁ ଏଇଟା କରିବି, ନହେଲେ ଏଇଟାକୁ ଟିକେ ମୁଁ ରିଭ୍ୟୁରେ ରଖିଦେଇଥିବି, ପରେ କେତେ କ୍ୱେଶ୍ଚିନ୍ ଆଟେଣ୍ଡ କରୁଛି ସେଇ ଅନୁସାରେ ଚାନ୍ସ ନେବି। ତ ଏଠି ଆସିକି 26 ନମ୍ବର ପହଞ୍ଚିଲା ବେଳକୁ ମୋ ପାଖରେ 5ଟା ଖଣ୍ଡେ କ୍ୱେଶ୍ଚିନ୍ ଅଛି, ଠିକ ଅଛି। ହଉ ଯିବା। ତ
तो which of the regional parties were the first able to form a government in one of the states? एटा को फास्ट रिजनल पार्टी हमर कौन थिला तो ସେଇଟା ଯଦି ଷ୍ଟେଟ୍ ରିଅର୍ଗାନାଇଜେସନ ପଢିଥିବା କରିଥିବା ତ ଏ କ୍ୱେଶ୍ଚିନ୍ ତ ସେଥିପାଇଁ ମୁଁ ଏଇ କ୍ୱେଶ୍ଚିନ୍ ଟା ନେଇଥିଲି ଟିକେ ଟଫର ସାଇଡ୍ କ୍ୱେଶ୍ଚିନ୍ ମୁଁ କହିଥିଲି ଟଫ୍ ସାଇଡ୍ କ୍ୱେଶ୍ଚିନ୍ ଟା 2021 ଟା ଟଫ୍ ଥିଲା ତ ମୁଁ ଏଠି 28 ଟା ହେଲା ବେଳକୁ ମୋ ପାଖରେ ସିଓରିଟି ବାଲା କ୍ୱେଶ୍ଚିନ୍ ମାତ୍ର 4 ରୁ 5 ଟା କି 6 ଟା ଅଛି ତ ମୁଁ ଏଇଠି ଡିସ୍କସନ କରିବାକୁ ଚାହୁଁଛି କି ଆମେ क्वेश्चन टा केमती जज करबा एटा डिफिकल्ट की इजी तो जेतले आपण एटी दिस टीम व्हिच डू नॉट फॉलो रीजनल शेप एटा मु डिस्कशन करिछि एटा बेसिक्स टा सबठु एमती सब टॉपिक रो बेसिक टॉपिक रो किछि पढुछि तो सेमती जदी मु पूरा करी करी गली लास्ट पेज को जिबा तो देखंतु एटा एटा दिला कट ऑफ जाईछि केते 71 71 क्वेश्चन माने ଦେଖନ୍ତୁ ମନେକର ମୁଁ 55 ଟା କ୍ୱେଶ୍ଚିନ୍ ଆଟେଣ୍ଡ କଲି 55 ଟା କ୍ୱେଶ୍ଚିନ୍ ମୋର ଭୁଲ ହଉଛି 10ଟା ଠିକ ହେଲା କେତେଟା 45ଟା ଆଉ ମୋର 45ଟା ହେଇଗଲେ ଆଉ ଭୁଲ ହେଲା କେତେ 10ଟା 10ଟା ହେଇଗଲେ 6.6 ମାଇନସ୍ ହେଇଯିବ 45 90 90 ରୁ 6.6 ଗଲେ ମୋର 83 ଆସିଯାଉଛି ସେଥିରେ ମୁଁ 50ଟା ବି ଯଦି କରୁଛି 50ଟା ହେଲେ ମୋର 10ଟା ଭୁଲ ହଉଛି ତାହେଲେ 50 40ଟା ହେଇଗଲା ମୋର ଠିକ 40 ଦୁଣେ 80 ଆଉ 10ଟା 6 ହେଲେ ମୋର ହେଇଯାଉଛି 74 ଷ୍ଟିଲ୍ ମୋର କ୍ଲିୟର ହେଇଯାଉଛି ତ ମୋର 50 ରୁ 55 ମୋର ଠିକ ସେଫ୍ ଲିମିଟ ତ ମୁଁ ଯଦି ଏକ୍ସଟ୍ରା ଚାର୍ଜ ମାନେ କିଛିଟା ମାନେ ଆଟେମ୍ପ୍ଟ ନଉଛି ରିଭ୍ୟୁ ପାର୍ଟରୁ ତ ସେଠି ଯଦି ଏକ୍ସଟ୍ରା 6ଟା ଖଣ୍ଡେ କରୁଛି ତ 60ଟା ମୋ ପାଇଁ ପୁରା ସେଫ୍ ଅପସନ୍ ହବ ଯଦି ମୁଁ ଠିକ ବାହାର କରିଦଉଛି ମୋର ପଲିଟି ଏନଭାରନମେଣ୍ଟ ଜିଓଗ୍ରାଫି ହିଷ୍ଟ୍ରିର କିଛିଟା ସହଜ କ୍ୱେଶ୍ଚିନ୍ ଯଦି ମୁଁ ଟାର୍ଗେଟ କରିକିରି 20 ରୁ 25 ବା 30ଟା କ୍ୱେଶ୍ଚିନ୍ ଠିକ କରିଦେଉଛି ତାହେଲେ ମୋର ଆରାମସେ ପେପର ବାହାରିଯିବ ତ ମୁଁ ବେଶୀ 80 90 95 ଆଟେମ୍ପ୍ଟ କରିବାର ମୁଁ ଫର କେବେ ନଥାଏ ସେଥିରେ କଲେ କଣ ଡବଲ ଏଜ୍ ସୋର୍ଡ କାରଣ ଆପଣ ବେଶୀ ରିସ୍କ ନେଇକି ଆସିଛନ୍ତି ଯଦି ରିସ୍କଟା ଭୁଲ ହେଇଗଲା ଦେନ୍ ଆପଣ ପ୍ରିଲିମ୍ସଟା ହାତରୁ ପଳେଇବ ତ 45ଟା ଆଟେମ୍ପ୍ଟ ମୁଁ 21ଟା ଯେତେବେଳେ 25ଟା କ୍ୱେଶ୍ଚିନ୍ କଲା ବେଳକୁ ମୋ ପାଖରୁ 4 ରୁ 5ଟା ହେଇଛି ଠିକ ଅଛି ବଟ୍ ଆଉ ଯୋଉ ରହିଲା ଆମର 75ଟା କ୍ୱେଶ୍ଚିନ୍ ସେଥିରୁ ଆମେ କରେଣ୍ଟ ଆଫେୟାର୍ସ ପାର୍ଟ ସବୁ ପଳେଇଛି ଡିଫିକଲ୍ଟ ପାର୍ଟ ତାପରେ ଏଇଟା କରେଣ୍ଟ ଆଫେୟାର୍ସ ର ଆସିଲା କ୍ୱେଶ୍ଚିନ୍ ପାଟନିଆ 2 ଏମିତି ସବୁ ଲାଷ୍ଟ ମୁଁ କହୁଛି କେତେଟା ୟୁନିକର୍ନ ଇଏ ବି କରେଣ୍ଟ ଆଫେୟାର ୱାର୍ଲଡ ଫାଷ୍ଟ ଫ୍ଲୋଟିଂ ଏଇଟା ଇଜି ନ୍ୟୁଜ ଥିଲା ତାପରେ ଆକ୍ଟିଭ ମିଡିୟମ ଫାଷ୍ଟ ୱାର୍କିଂ ଲେଜର ଏଭର କନଷ୍ଟ୍ରକ୍ଟେଡ ଲେବର ବିଷୟରେ ଥିଲା ଲେଜର ବିଷୟରେ ଏଇଟା ବି ସାଇନ୍ସ ଆଣ୍ଡ ଟେକ୍ ର କ୍ୱେଶ୍ଚିନ୍ ଟା ଥିଲା ତାପରେ ନେମ୍ ଦ ନ୍ୟୁ ଟୁଲ୍ ଦ୍ୟାଟ୍ ଏମ୍ଡ ମ୍ୟାଚିଂ ପୋଟେନ୍ସିଆଲ ଭଲେଣ୍ଟିୟର କ୍ଲିନିକ ତ ଏ ସବୁ ମାନେ ମତେ ଟିକେ ବହୁତ ହି ଡିଫିକଲ୍ଟ ଲାଗିଥିଲା ଏ କ୍ୱେଶ୍ଚିନ୍ ହେଲା ବିୟଣ୍ଡ ଭିଜୁଆଲ ଲାଇନ ଏଇଟା ତ ମୁଁ ଜାଣିଛି ଏଇଟା ସବୁବେଳେ ନ୍ୟୁଜ ରେ ଆସେ ଇଥିଲିନ୍ ଏଇଟା ଆମର ମଲିକୁଲାର ଷ୍ଟ୍ରକ୍ଚର କଣ ଏଇଟା ଜେନେରାଲ ସାଇନ୍ସ ଆଣ୍ଡ ଟପିକ ଏଇଟା ପିଲାଙ୍କୁ ଟିକେ ଡିଫିକଲ୍ଟ ଲାଗିବ କାରଣ ଏମିତିଆ ଷ୍ଟ୍ରକ୍ଚର ଭିତରୁ ପକେଇ ଦେଇଛି ରେଡିଓ କାର୍ବନ ଇନ୍ ଦ ଆଟମୋସ୍ଫିୟର ପ୍ରଡକ୍ସନ ପାଇଁ ଏଇଟା ଗୋଟେ ଇଜି କ୍ୱେଶ୍ଚିନ୍ ଦେଇଦେଲା ତାପରେ ଇନଫ୍ଲାମେଟୋରୀ ବାୱେଲ ଡିଜିଜ ତ ଏଇଟା ଇନଫ୍ଲାମେଟୋରୀ ବାୱେଲ ଡିଜିଜ ମାନେ ଏଇଟା କାହାକୁ ଆଫେକ୍ଟ କରୁଥିବ ତ ଏଇଟା ଜେନେରାଲି ପିଲା ଟିକେ ଏଣ୍ଟାଇସ୍ ହେଇଯିବେ କରିଯିବାକୁ ତ ଏଇଟା ହଁ ବ୍ରେନ୍ ତ ହବନି କିଡନୀ ହବନି ତ ଇଣ୍ଟେଷ୍ଟାଇନ ଏଇଟା ହବ ତ ଏଇଟାକୁ ଆମେ ଏମିତି ଆଟେମ୍ପ୍ଟ କରିପାରିବା ତ ଏଇଠି ମୋଷ୍ଟ ପୋଟେଣ୍ଟ ଏଇଟା ମୁଁ ଯୋଉ ଲିଷ୍ଟ ଦେଇଥିଲି ଗ୍ରୀନ ହାଉସ ପୋଟେନ୍ସିଆଲ ସେ ଦୃଷ୍ଟିରୁ ଏଇଟା ଦେଇଛି ତ ଏଇଟା ଗୋଟେ କରି ହେଇଯିବ ଆଟେଣ୍ଡ ତାପରେ ନ୍ୟାସନାଲ ଗଙ୍ଗା ରିଭର ବେସିନ ଅଥରିଟି ଏଇଟା ନ୍ୟୁଜରେ ଥାଏ ସ୍କିନ୍ ଆ ବିଷୟରେ ଆମେ କରିଦେଇ ପାରିବା ଟିକେ ୱାର୍ଲଡର ମୋଷ୍ଟ ପଲ୍ୟୁଟେଡ ସିଟି 2021 ର ଏଇ ଟାଇପର ସବୁବେଳେ ନ୍ୟୁଜରେ ଥାଏ ଏଇଟା କରେଣ୍ଟ ଆଫେୟାର୍ସ ଆମେ ଫଲୋ ବି କରିଛେ ତ ଇଏ ଗୋଟେ ଇଜି କରେଣ୍ଟ ଆଫେୟାର୍ସ ଦେଇଦେଲା ତାପରେ କୋଲ ଆସ୍ କଣ୍ଟେଣ୍ଟ ଏରା ଭଲସେ ମୁଁ ସବୁ କଭର କରିଛି ତ ଏନଭାରନମେଣ୍ଟ ପାର୍ଟ କୋଲ ଆସ୍ ବଗେରା ଏଇଟା ହେଇଯିବ ଇଣ୍ଡିଆନ କ୍ରୋକୋଡାଇଲ କନଜରଭେସନ ଆମେ ସବୁ ଆନିମାଲ କନଜରଭେସନ କରିଛି ତ ସେଇଟାକୁ ଯଦି କଭର କରିବା ଏଇଟା ହେଇଯିବ ନେମ୍ ଦ କଣ୍ଟ୍ରି which announced change their capital ଏଇଟା ବହୁତ ଥିଲା ଇଣ୍ଡୋନେସିଆ ଏଇଟା ତ ଏଇଟା ଗୋଟେ ଇଜି କ୍ୱେଶ୍ଚିନ୍ ଥିଲା ମ୍ୟାଙ୍ଗ୍ରୋଭ ଇକୋସିଷ୍ଟମ ଏଲିଭେଟେଡ ଏଇଟା ବି ଗୋଟେ ଇଜି କ୍ୱେଶ୍ଚିନ୍ ତାପରେ ୟୁଟ୍ରିଫିକେସନ ବିଷୟରେ ଦେଲା ଇଜି କ୍ୱେଶ୍ଚିନ୍ ଓଜୋନ ଲେୟାର ସିଏଫସି ଇଜି କ୍ୱେଶ୍ଚିନ୍ यूनिक आइडेंटिफिकेशन अथॉरिटी यूएडीआई कलर ब्लू कलर बाल आधार स्कीम टा थिला तो 5 वर्ष पर्यंत ना थिला तो एटा 5 वर्ष पर्यंत थिला एटा गोटे इजी क्वेश्चन मल्टी डायमेंशनल पॉवर्टी इंडेक्स जो थिला ता दरे हमर स्टेट रे सबठारु लोएस्ट कोटा थिला तो एटा गोटे क्वेश्चन एटा इजी देन एज पर द वर्ल्ड इकोनॉमिक फोरम रो ग्लोबल जेंडर गैप रिपोर्ट्स पुनी रैंक डायरेक्ट पचाचे इजी क्वेश्चन 2022 रे पचाचे हला 23 रे एग्जाम होची मतलब पूर्व वर्ष रो एटा पूरा इजी आम ए जेंडर गैप कहती 131
वन वन तो एटा इजी क्वेश्चन हे गला तापरे इंडियन प्लान एक्सेप्टेड स्ट्रेटजी इंक्लूसिव ग्रोथ फॉर फर्स्ट टाइम इंक्लूसिव ग्रोथ हमरो फर्स्ट टाइम तो एटा गोटे इजी क्वेश्चन बेस ईयर होलसेल प्राइस इंडेक्स हैज शिफ्टेड टू सेतर शिफ्ट हेतिला एबे हमरो शिफ्ट हेनी होलसेल प्राइस इंडेक्स रो बट सीपीआई डब्ल्यूपीआई आईआईपी रो चेंज हला तो ए सबुटा ट्रैक रे सबले थाए माने न्यूज रे आसिले समस्त पढी थांती एटा इजियर हे गेला तो लास्ट रु देखंतु पाखा पाखी हमें केते 74 माने 24 टा क्वेश्चन 26 टा क्वेश्चन कलेनी 26 रु पाखा पाखी हमरो 20 रु एबव हे गेला तो मो कथा हला कि हमें एते टैकल करि पई कम पई तो हमकू इठी डिफिकल्टीज टा हमर कोन थाए डिफिकल्टी हमर थाए कि पिलांकर प्रोब्लेम हैला कट ऑफ चूज करिया कट ऑफ प्रेडिक्शन करिवा केते जीवो ओके तो एइटा होची सबठु बड़ प्रोब्लेम तो सेठी काम देबो मु जोटा कल्ली कि गोटे हैला डन आ गोटे हैला रिव्यू तो देखंतु एठी डन रे जति आपनकर 30 रु 25 रु 30 क्वेश्चन आसी जाउची बास्केट रे आपण माने आपण पाखा पाखी 60 क्वेश्चन नेई आसिलेनी पूरा सियोर शॉट रे ताल जानिबे सेटा गोटा इजियर साइड रे क्वेश्चन टा अछि इजी तो इजी माने कटअप टाକୁ ଟିକେ ଏଠି ରଖିବେ ଧାରଣାରେ କି 90 95 100 ଏମିତି ଯାଇପାରେ ତ ସେଇଟା ଯିବ ତ ରିଭ୍ୟୁ ବାଲା ଯଦି ଆପଣଙ୍କର ଆଉ 40 ଟା କ୍वेଶ୍ଚିନ୍ ଆପଣଙ୍କର ରହୁଛି ରିଭ୍ୟୁ ହେଲା ତ ରିଭ୍ୟୁ ସେଥିରୁ 20 ଟା ମୋଷ୍ଟ ମାନେ ଇମ୍ପୋର୍ଟାଣ୍ଟ ବାଲା ବାଛିକିରି କରନ୍ତୁ ଠିକ ଅଛି ସେଠି ଆଉ ବେଶୀ ହେରଫେର କରିବେ ନାହିଁ କିନ୍ତୁ ଯଦି ଏଇ ଯୋଉ ଡନ୍ ପାର୍ଟ ଟା ମାତ୍ର ଆପଣଙ୍କର 15 17 କି 20 ହଉଛି ଜାଣିବେ ଇଟ୍ ଇଜ ଡିଫିକଲ୍ଟ ସାଇଡ୍ ରେ ଅଛି ଏଇଟା ସବୁ ପିଲାଙ୍କ ପାଇଁ ଡିଫିକଲ୍ଟ ହବ ହେଲା କୋଚିଂ ଡିଫିକଲ୍ଟ ଏମିତି ନାହିଁ କି ଆରେ ୟାର ପଢିଛି ଗୋଟେ ସଙ୍ଗମ ଲିଟରେଚର ଏଇଟା ସମସ୍ତେ ଜାଣିଥିବେ ମୋର ମନେ ନାହିଁ ତ ଏଇଟା ଡିଫିକଲ୍ଟ ନାହିଁ ସେମିତି ନାହିଁ ଜେନେରାଲି ମୁଁ ଯେମିତି ଡିସ୍କସନ କଲି ଫାର୍ଷ୍ଟ କ୍ୱେଶ୍ଚିନ୍ ସିଏଚଓ ଜିଏମ୍ ଏଇଟା କେହି ଫଲୋ କରିବା ଭାରି କଷ୍ଟ ସେ ଦୃଷ୍ଟିରୁ ଟିକେ ଡିଫିକଲ୍ଟ ହେଇଗଲା ତ ସେଠି ଆପଣ କେତେ କଟ ଅଫ୍ ପ୍ରେଡିକ୍ଟ କରିବେ ଆପଣ ସବୁବେଳେ ମାନେ 80 ରୁ 95 ଭିତରେ ବା 90 ଭିତରେ 80 ରୁ 90 ଭିତରେ ମାନେ ଆପଣ ଏଠି 45 ଟା କ୍ୱେଶ୍ଚିନ୍ ଟାର୍ଗେଟ କରିକି ଯିବେ ତ ଏଠି ଆପଣଙ୍କର ଯଦି ହେଇଯାଉଛି 20 ଟା କ୍ୱେଶ୍ଚିନ୍ ହେଇଯାଉଛି ମାନେ ଡନ୍ ହେଇଯାଉଛି 20 ଟା କ୍ୱେଶ୍ଚିନ୍ ଆଉ ଏଠି ଆପଣଙ୍କୁ ଆଉ 25 ଟା କ୍ୱେଶ୍ଚିନ୍ ର ଗେସ୍ ମାରିବାକୁ ପଡିବ ମାନେ ଟିକେ ରିଭ୍ୟୁ ଯୋଉ 40 ଟା କ୍ୱେଶ୍ଚିନ୍ ଧର ରିଭ୍ୟୁ ରୁ ଅଛି ସେଠି ପାଖାପାଖି ଆପଣ 30 ରୁ କଣ ପାଖାପାଖି ଚାନ୍ସ ନେବେ ତ ମାତ୍ର ଦେଖନ୍ତୁ ମୁଁ ଧର କହୁଛି ଏଠି 20 ଟା କଲେ 40 ଟା ରିଭ୍ୟୁ ରେ ଅଛି 60 ଟା କ୍ୱେଶ୍ଚିନ୍ 40 ଟା କ୍ୱେଶ୍ଚିନ୍ ତ ଛାଡି ହେଇଛନ୍ତି ତ ସେଇଟା ଡିଫିକଲ୍ଟ କ୍ୱେଶ୍ଚିନ୍ ଛାଡିଛନ୍ତି ତ ଆଉ ଇଜି ପାର୍ଟ ଆଉ ଇଏ ପାର୍ଟ ହେଇଯିବ ଆରାମସେ ହେଇଯିବ କାହିଁକି କହୁଛି ନା ଦେଖନ୍ତୁ ଟିକେ ଏକ୍ସାମିନର ପଏଣ୍ଟ ଅଫ ଭ୍ୟୁ ରୁ ଦେଖନ୍ତୁ ମୁଁ ହଉଛି ଓପିଏସସି ରେ ବସିଛି ମୁଁ ଚେୟାରମ୍ୟାନ ଅଛି ମୁଁ ଫର୍ମେସନ କଲି କ୍ୱେଶ୍ଚିନ୍ ଫର୍ମେସନ ଟିମ୍ ହେଲା ମୋର ଗୋଟେ ଟିମ୍ ଅଛି 4-5 ଜଣିଆ ମେମ୍ବର ଅଛି ତ ଏମାନେ କ୍ୱେଶ୍ଚିନ୍ ଆମେ ଫ୍ରେମ୍ କରିବୁ ତ କ୍ୱେଶ୍ଚିନ୍ କେମିତି ଫ୍ରେମ୍ କରିବୁ ସିଏ କହିଲେ କି ପ୍ରଥମେ ଡିସାଇଡ୍ କଲେ କି ଏଥର ଆମେ ପ୍ରିଲିମ୍ସ ଟା ଇଜି କରିବା ଟିକେ या फिर डिफिकल्ट କରିବା ଏ ପ୍ରକାର ଡିସିସନ ହୁଏ ତ ସିଏ ମନେକର ଏଥର କହିଲେ କି ଆମେ ଆ ପୂର୍ବ ଥରକ ମୁଁ 2024 ରେ ରେଜଲ୍ଟ ଆସିଲା କଟ ଅଫ୍ ଯାଇଛି କେତେ 102 102 ମାନେ ଏଇଟା କଣ ଇଜିୟର ସାଇଡ୍ ରେ ଥିଲା ଆଉ ଏ ଇଜିୟର ସାଇଡ୍ ଆଉ ଏ କଟ ଅଫ୍ ଟା ଡିସାଇଡ୍ କରେ ଦିଟା ଫ୍ୟାକ୍ଟର ରୁ ଗୋଟେ ହଉଛି क्वेश्चन टाइप ଆଉ ଗୋଟେ ହଉଛି ନମ୍ବର ଅଫ କ୍ୟାଣ୍ଡିଡେଟ୍स ଆପ୍ଲାଏଡ୍ ମାନେ କି ପୋଷ୍ଟ କେତେ ଥିଲା ତ ଅର୍ଥାତ ପୋଷ୍ଟ ଟିକେ ଯେହେତୁ କମ ଥିଲା ତ ସେଇଟା କଟ ଅଫ୍ ଅଧିକା ଗଲା ତ ସେଇଟା क्वेश्चन ମିଡିୟମ ଥାଇକି ବି କଟ ଅଫ୍ ଟିକେ ହାଇ କଲା ତ ସେ ପଏଣ୍ଟ ଅଫ ଭ୍ୟୁ ରୁ ତ ଏଥର ମାନେ ଆମର ପୋଷ୍ଟ ଠିକ ଅଛି ଆଭରେଜ ଅଛି ତ କଟ ଅଫ୍ ସେଟା ଟିକେ ମିଡିୟମ ରେଞ୍ଜ ରେ ରହିବ ବୋଲି ମୁଁ କହୁଛି ତ ମନେକର ସେମାନେ ଡିଫିକଲ୍ଟ क्वेश्चन ସେଟ୍ କଲେ ତ ଡିଫିକଲ୍ଟ ସେଟ୍ କଲେ ତାର କେମିତି କରିବେ ସେମାନେ ଡିସାଇଡ୍ କେମିତି କରନ୍ତି ସିଏ କହିବେ ଆମେ ହିଷ୍ଟ୍ରି ଜିଓଗ୍ରାଫି ଇକୋନୋମି ପଲିଟି ସାଇନ୍ସ ଆଣ୍ଡ ଟେକ୍ କରେଣ୍ଟ ଆଫେୟାର୍ସ ତାପରେ ଆଉ ଗୋଟେ ସବୁଠୁ ଇମ୍ପୋର୍ଟାଣ୍ଟ ଟପିକ ହେଲା ଫାଲତୁ ହେଲା ଏଇଟା ରହିଲା ତ ମନେ ରହିଲା କେତେଟା ଟପିକ ହେଲା 1 2 3 4 5 6 7 ସାତଟା ଟପିକ କୁ ଆମର 100ଟା କ୍ୱେଶ୍ଚିନ୍ ତ ସିଏ ସେଠି ଡିସାଇଡ୍ କରିବେ ଆଚ୍ଛା କୋଉଠି ଆମେ ଡିଫିକଲ୍ଟ କ୍ୱେଶ୍ଚିନ୍ ଡିଫିକଲ୍ଟ ଆ ଭିତରୁ କୋଉ ପାର୍ଟ କୁ କରିବା ଏଇଠି ମୋର ଯୋଉ ମୁଁ ଟାକ୍ଟିକ୍ସ ଟା ବନେଇଛି ମୋର ପଲିଟି ଜିଓ ଏନଭାୟରନମେଣ୍ଟ ଏଇଠି କାମରେ ଆସିଯାଏ କଣ ଜେନେରାଲି ଗୋଟେ ବର୍ଷ ପେପର ହିଷ୍ଟ୍ରି କୁ ସବୁବେଳେ କଷ୍ଟ ବନେଇ ଦିଅନ୍ତି ଜେନେରାଲି ଆଉ ହିଷ୍ଟ୍ରି ସାଇନ୍ସ ଆଣ୍ଡ ଟେକ୍ ଦେଖିଲେ ଏଥର ସାଇନ୍ସ ଆଣ୍ଡ ଟେକ୍ ଆଉ କରେଣ୍ଟ ଆଫେୟାର୍ସ ଟା ଡିଫିକଲ୍ଟ ପକେଇ ଦେଇଛି କୋଉଠି ପକେଇ ସବୁ ଭଗବାନଙ୍କୁ ଜଣା ନର୍ମାଲ ନ୍ୟୁଜ ପେପର ବାଲା କ୍ୱେଶ୍ଚିନ୍ ମାନେ କଭର ହେଇଥିବା କ୍ୱେଶ୍ଚିନ୍ ୱାଇଡଲି ଆକ୍ସେପ୍ଟେଡ୍ ସେଇଟା ପଢିନି କିଛିଟା ପଢିଛି ତ ସେ ତା ଭିତରେ ବି ଏଇ ଯୋଉ ଡିଫିକଲ୍ଟ ଦେଲା ମନେକର
7ଟା क्वेश्चन डिफिकल्ट है करंट अफेयर्स को आमे 30टा क्वेश्चन दे दियो पाखापाखि 25टा दे दियो करंट अफेयर्स को आउ 6टा क्वेश्चन को रहिला 75 तो केतेटा होची 1272 12टा क्वेश्चन पाखापाखि एवरेजली 12 12 12 12 12 आउ এইটা হচ্ছে 12 फालतू क्वेश्चन दउछि मु 12 এইটা এথুରୁ ଟିକେ କମେଇକିରି ଏଥିରୁ ଟିକେ କମେଇକିରି फालतूରେ ପକେଇଦେବ ତାର କିଛି କମନ ସୋର୍ସ ନାହିଁ କିଛି ନାହିଁ କୋଉଠୁ ଆଣି ପକେଇଥିବେ ଭଗବାନଙ୍କୁ ଜଣା ଏଇଟା କେବଳ ଛୁଆଙ୍କୁ କନଫ୍ୟୁଜ କରିବା ପାଇଁ ସିଏ କହିବେ ମୁଁ ଏତେ ପଢିଲି ୟାର ମୁଁ କଣ କରିବି ଏଟା ଟିକେ ଚାନ୍ସ ନେଇଯାଉଛି ଯାଉଛି ତ ସେମିତି ଏ ପଛରେ ପଢିବେ ନାହିଁ ଏ फालतू क्वेश्चन ଭିତରୁ କେତେଟା ହଉଛି ଦେଖିବେ ନହେଲେ ନାହିଁ ଛାଡିବେ ତାପରେ ଆଉ ଆମର ଏ ଟପିକ ଭିତରେ ଆସିବା ସେ ମାଇଣ୍ଡ ସେଟ୍ କେମିତି ଯାଏ ସେ ଯୋଉ 12ଟା क्वेश्चन ହେଇଗଲା 12ଟା क्वेश्चन को ସିଏ ସବୁ ଯାକ ଡିଫିକଲ୍ଟ ଦେବେନି ତାକୁ ଇଜି ମିଡିୟମ ଡିଫିକଲ୍ଟ ରେ ସେଟ୍ କରିବେ ହେଲା ସବୁ ପୁରା ଡିଫିକଲ୍ଟ ଦେବେନି ତ ଯଦି ଡିଫିକଲ୍ଟ ପେପର ହେଲା ସେ ଡିଫିକଲ୍ଟି ରେ 12ଟାରୁ 7ଟା ପୁରେଇ ଦେଇଥିବେ ମିଡିୟମ ରେ ମନେକର 3ଟା ଇଜି ରେ 2ଟା ତ ଆମେ 2ଟା ଟାର୍ଗେଟ କରିବା ଯଦି ଆମର ଫୋକସ ରହିଛି ଏଇଟା କିନ୍ତୁ ଏଥିରୁ ମୁଁ 2ଟା क्वेश्चन ନେଇ ଯାଇ ପାରୁଛି ମୋର ବେନିଫିଟ ତ ମୁଁ ନେଇଗଲି ତାପରେ ଜିଓଗ୍ରାଫିର ପେପର ଆସିଲା ଜିଓଗ୍ରାଫିରେ 12ଟା क्वेश्चन ରୁ ଏଠି କଣ ହୁଏ ନା ଏଠି କନସେପ୍ଟ ଡିଫିକଲ୍ଟ ସେ କରିପାରିବେନି କନସେପ୍ଟ ଧର ମୁଁ ଭଲସେ ଟିକେ ପଢିକି ଯାଇଛି ବେସିକ କନସେପ୍ଟ ओशनोग्राफी फिजियोग्राफी ह्यूमन इकोनॉमिक्स ए जो जियोग्राफी सब पढ़ी जाइए तो ये क्वेश्चन जियोग्राफी गोटे टॉपिक थी ऑप्शन ऑप्शन देकर स्टेटमेंट बेस्ड पकेला माने जियोग्राफी हो जाए और पॉलिटी भी हो जाए तापर एनवायरनमेंट सेंती कांसेप्ट जहाँ अच्छी प्लस न्यूज रे जहाँ सेतिक पड़ियो ना से पूरा भीतर कुआड जाए कोठू किछि नाही आमे तो भीतर ही सब कवर करछि सब मु वाइडली फॉलो करछि आ तार लिमिटेड ही सोर्स आर एनवायरनमेंट रो किछि नाही आ कोड जाए भीतर थिबो बोली नाही सेतिक ही हिस्ट्री गोटे टॉपिक को बही के लिखिदेला तार टॉपिक भितर एते फैक्ट मन रखिकरी करियाटा डिफिकल्ट तो सेति पई एनवायरनमेंट जियो पॉलिटी जदी आमे एटी 32 टा क्वेश्चन को आमे टारगेट करके जदी एठू आमे ऑफ कोर्स डिफिकल्ट पूरा पकेबो किछटा सेटा जदी नहेला भी मु 30टा भी कर दउची देखनु मो पाखरे सेफ जोन पूरा माने 30टा मोस्ट अटेम्प्ट रे मु जो एटी जो कहली डन वाला पार्ट रे मोर 30टा आसी गेला क्वेश्चन मो पई इजी हे गेला डिफिकल्ट थिले भी मो पई इजी हे गेला पेपर तो एटा एग्जामिनर पॉइंट ऑफ व्यू भाबंतु आ बहुत थोर एमिति करंती पॉलिटी रु पाखापाखि 18 19 क्वेश्चन आसी जाइଥାଏ प्राय तो आसे तो पॉलिटी आ जियो एनवायरनमेंट 32 न होइकरी सेटा 38 40 पाखापाखि क्वेश्चन आसे एमिति आसे गोटे गोटे थोर एनवायरनमेंट रु बहुत पकाइथिबे तो सेटा एनवायरनमेंट रो स्टैटिक प्लस करंट अफेयर्स लाइक मु एना कहबी इंडोनेशिया रो जो क्वेश्चन टा पड़ला कि किए तार कैपिटल शिफ्ट करिछि मु सेटा एनवायरनमेंट रो करंट अफेयर सेक्शन रे कवर करथिली बिकॉज़ सिए कर तार आइलैंड टा बुडुची सी सरफेस टेम्परेचर जो मु जोटा एनवायरनमेंट ऊपर फोकस करूची ना सेटा पूरा ब्रॉडली सेटा ସବୁ ଆସ୍ପେକ୍ଟ ରୁ ଏନवायरनमेंट को जदी अफेक्ट करछि सेटा को मु कवर करूची तो सेटा लाइक जियोग्राफी एल निनो इफेक्ट सेटा क्लाइमेट चेंज रिलेटेड मु सेटा जियोग्राफी रे सहित मु एनवायरनमेंट रे कवर करे तो से रिलेटेड मु पूरा रेडी थाए कर देबी सेटा बेसिक कांसेप्ट टिके बुझी जाई हबो किंतु मु एकना ଆମର ହିଷ୍ଟ୍ରିର क्वेश्चन ଯେମିତି ପଡିଲା ଶହୀଦ ଅହମ୍ମଦ ଖାନ ତାଙ୍କ ବିଷୟରେ ମୁଁ ପଢି ହିଁ ନାହିଁ ସେ କୋଉଠୁ ପକଉଛି ମୁଁ ଜାଣିନି ତାଙ୍କ ଟାଇଟେଲ କଥା ଯଦି ହେଇଯାଉଛି ଭଲ ଇଜି ଅପସନ ଦେଖିକିରି ତ ସେଇଟା ଗୋଟେ ହେଇଗଲା ତ ଏମିତି ଫୋକସ କଲେ ମୋର 30 ରୁ क्वेश्चन ଏଠି ବାହାରିଗଲା ଆଉ फालतू क्वेश्चन ରୁ ଗୋଟେ ଦିଟା କିଛିଟା କରିଦେଲି ଆଉ ରହିଲା ସାଇନ୍ସ ଆଣ୍ଡ ଟେକ୍ ରୁ ସେମିତି 12ଟାରୁ ଏଗୁରା ଯଦି ଡିଫିକଲ୍ଟ ପକେଇ ଦଉଛି ଏତେ ଏଗୁରା ହବାର ନାହିଁ ଦି ତିନିଟା क्वेश्चन ଏମିତି ହେଇକିରି ମୋର ଯଦି 50ଟା क्वेश्चन ହେଇଯାଉଛି ତାହେଲେ ମୁଁ ସେଠି ଭଲରେ ରହିଲି କି ଠିକ ଅଛି ମୋର कॉन्फिडेंस आसला टिके ହେଇଯିବ ତ ସେଇଠି ତାପରେ ଆପଣ ଆଟେମ୍ପ ଟା ସବୁବେଳେ ଆଟେମ୍ପ ଟା କେତେ କରିବେ ଆଟେମ୍ପ ଟା ଏଇ ଡିଫିକଲ୍ଟି ଆଉ ଲେବୁଲ ଉପରେ ଡିଫିକଲ୍ଟି ଲେବୁଲ ଉପରେ କରନ୍ତୁ ନାଇଁ କି ପୋଷ୍ଟ କମ ଅଛି କଟ ଅଫ ହେଇଯିବ ସେ କଥା ଭାବନ୍ତୁ ନାହିଁ ମୁଁ ଏଇନା ଧର କଟ ଅଫ ମୋର ମାନେ ମତେ क्वेश्चन पेपर आसु ही नाही ମୋର सिली क्वेश्चंस ହଉ ନାହିଁ ତ ସେଠି ମୁଁ କଣ କରିବି ମୁଣ୍ଡରେ ଗୋଟେ ଆସେ କି ଏଇ ଯୋଉ ରିଭ୍ୟୁ वाला ପାର୍ଟ ରେ ଯେତିକି ଅଛି ଧର ମୁଁ 40ଟା ରଖିଛି ସେଠି 35ଟା ମାରି ଦେଇ ଆସିବି ତ ମାରି ଦେଇ ଆସିଲେ ସେ ମୋର ଯେତିକି ହଉଛି ତା ଦେହରୁ ଆସିବନି ନା କଟିଯିବ ମାର୍କ ତ ମୁଁ ଏଠି ମୋର ସବୁଠୁ ବଡ ଫୋକସ ରହିବ क्वेश्चन पेपर डिफिकल्टी କଣ କଟ ଅଫ କେତେ ରହିବ ତା ଉପରେ ଆନାଲିସିସ୍ ମାନେ ଏକ୍ସାମ ସେଟ ରେ କରିବେ ସେଠି ମାଇଣ୍ଡ ସେଟ ଗୋଟେ ଆସିଯିବାର ଅଛି ଏଇଟା କେମିତି ହୁଏ ଏଟା क्वेश्चन पेपर सॉल्व कले पूर्वରୁ हुए ତ ସେଇଟା ଯଦି କରିଥିବେ ଭଲ ଯଦି ନ କରିଥିବେ ବି ଏବେ ଏଇ ଟିପ୍ସ ଟା ନେଇକି ଯାଆନ୍ତୁ ସେ ଯୋଉ ଡନ୍ ପାର୍ଟ ଆଉ ରିଭ୍ୟୁ ପାର୍ଟ ରେ ସେଟା ଟାଇମ ବେଶୀ ଯିବନି ଜଷ୍ଟ ଖାଲି ମାର୍କ ମାର୍କ କରି କରି ଯିବେ ସେଟା ପରେ ଆପଣ ରିଭ୍ୟୁ ପାର୍ଟ क्वेश्चन नंबर ଏଟା ସେଠିକୁ ଜମ୍ପ ବି କରିହବ ଭଲସେ ହେଲା ତ ସେଇଟା ତାପରେ ଧର ରିଭ୍ୟୁ ପାର୍ଟ ରେ ମୁଁ ରଖିଛି 5 ନମ୍ବର 9 ନମ୍ବର 14 ନମ୍ବର
18 ନମ୍ବର ଦେଖିବେ ତା ଦେହରେ ବି ଡିଫିକଲ୍ଟି ଥିବ ସହଜ ଥିବ, ଯୋଉଟା ସହଜ ଥିବ ତାକୁ ଟିକେ ଟିକ୍ ମାରି ଦେଇଥିବେ ଏଇଟା ତ ମଷ୍ଟ ରିଭ୍ୟୁ କରିବି, ଆ ଉପରେ ଚାନ୍ସ ତ ନେବି ହିଁ ନେବି, କାରଣ ଏଲିମିନେଟ୍ ହେଇଯାଉଛି 50-50 ରହୁଛି। ତ ସେମିତିଆ ତ ତାକୁ ଜମ୍ପ କଲେ, ଫାଷ୍ଟ ଜମ୍ପ କଲେ ତାକୁ ଆରାମସେ ଆଚ୍ଛା ଏଇଟା କରିଦେବି, କି କ୍ୱେଶ୍ଚିନ୍ ଦେଖିଲା ବେଳକୁ ଆପଣ ପେପର ସଲ୍ଭ କଲା ବେଳକୁ ଆପଣଙ୍କର ଆଉ 35 ମିନିଟ୍ ଅଛି, ଆଉ 40ଟା କ୍ୱେଶ୍ଚିନ୍ ଅଛି ରିଭ୍ୟୁରେ। ତ ରିଭ୍ୟୁରେ ତ ସବୁ କରିବାର ନାହିଁ, ମାତ୍ର 20ଟାରୁ 30ଟା କରିବାର ଅଛି। ତ ସେଇ ଆଗ ଏଇ ପାର୍ଟକୁ ଜମ୍ପ କରିଗଲେ ତ ଟାଇମ୍ ସେଭ୍ ହେଇଗଲା। କଣ ହୁଏ, ରସ୍ ହେଇଗଲେ ମୋ ପାଖରେ ଆଉ 40ଟା କ୍ୱେଶ୍ଚିନ୍ ଅଛି, 35 ମିନିଟ୍ ଅଛି, ମୁଣ୍ଡ ଖରାପ ହେଇଯାଇକି ଆରେ ୟାର କଣ କରିବି, ମୋର ପ୍ରୋବ୍ଲେମ ହେଇଗଲାଣି କି ହେଡ୍ ରସ୍ ହେଇଯିବ, ସେତେବେଳେ କଣ କରିବି, ବାୟା ହେଇଯିବ। କିନ୍ତୁ ସେଇ ବାୟାଟା ବନ୍ଦ ହବ ଏଇ ରିଭ୍ୟୁ ବାଲା ପାର୍ଟ କଲେ, ମାନେ ଜମ୍ପ କରିବେ କ୍ୱେଶ୍ଚିନ୍ କୁ ଏଇଠି। ଆଚ୍ଛା ଏଇଆ ସେଇ ଯୋଉ ସବୁବେଳେ ମୁଁ କହୁଛି କଣ ନା ଏକ୍ଜାମ ପ୍ରିଲିମ୍ସ ଟା ତମର ଟାଇମ ମ୍ୟାନେଜମେଣ୍ଟ କୁ ଆଉ ଟାଇମ ମ୍ୟାନେଜମେଣ୍ଟ ଆଉ ଷ୍ଟ୍ରେସ୍ ମ୍ୟାନେଜମେଣ୍ଟ ର ଏକ୍ଜାମ ହେଲା। ପ୍ରିଲିମ୍ସ ଇଟ୍ ଇଜ ନଟ୍ ଆବାଉଟ୍ କି ତମର କେତେ ଡେପ୍ଥ ନଲେଜ ଅଛ, କଭର କରିଛ, ନାଇଁ ସେଟା ପୁରା ତମ ଷ୍ଟ୍ରାଟେଜି ଉପରେ ଡିପେଣ୍ଡ କରୁଛି। ମେନ୍ସ ରେ ତମ ନଲେଜ ଟା କାମରେ ଆସିବ, ମେନ୍ସ ଟା ତମେ ଟାଇମ ସହିତ ନଲେଜ କେମିତି କରୁଛ, ମ୍ୟାନେଜ ଗୋଟେ ଡିଫିକଲ୍ଟ କ୍ୱେଶ୍ଚିନ ରେ କେମିତି କରୁଛ, ସେଟା ମୁଁ ମେନ୍ସ ପାଇଁ କରିବି। କିନ୍ତୁ ଏଇଟା ଟୋଟାଲ ତମ ଷ୍ଟ୍ରାଟେଜି ଉପରେ ଡିପେଣ୍ଡ କରୁଛି, କିନ୍ତୁ ଏଥିରେ ପିଲା ନଲେଜ ଉପରେ ଫୋକସ କରନ୍ତି। ଅଫକୋର୍ସ ନଲେଜ ମାନେ ମୁଁ ଏକ୍ଜାମ ଯାଉଛି କିଛି ପଢିନି, କରେଣ୍ଟ ଆଫେୟାର୍ସ ପଢିନି, ସେଇଟା ତ ନୁହେଁ। ତମେ ଗୋଟେ ପ୍ରିପେୟାର୍ଡ ଷ୍ଟୁଡେଣ୍ଟ, ସବୁ ବହୁତ ଭଲ ଷ୍ଟୁଡେଣ୍ଟ ସେ ପ୍ରିରେ ଫେଲ ହୁଅନ୍ତି ଏଥିପାଇଁ ସେମାନେ ପ୍ରପର ଷ୍ଟ୍ରାଟେଜି କରିପାରନ୍ତିନି। ତ ଏଇ ଷ୍ଟ୍ରାଟେଜି ହିଁ ମୁଁ ସବୁବେଳେ ଫୋକସ କରିଛି। ତ ଷ୍ଟ୍ରାଟେଜିକାଲି ଆମେ ଆଡଭାଣ୍ଟେଜରେ ଅଛେ, ଆମେ ପଲିଟି, ଜିଓଗ୍ରାଫି, ଏନଭାରନମେଣ୍ଟ କଭର କରିଦେଇଛୁ, ମାନେ ଆମ ପାଖରେ ସିଓର ସର୍ଟ ଟପିକ ମୁଁ ଜାଣିଛି ଏଥିରୁ 30ରୁ 40 କ୍ୱେଶ୍ଚିନ୍ ମୁଁ ଆସିଯିବ, ମୁଁ ତାକୁ ଡଜ୍ କରିଦେବି। 40ଟା ଆସିଲେ ମୁଁ 30ଟା ତ ୟୁଁ କରିଦେବି। ତ ସେଇଟା ଆମ ପାଖରେ ଆଡଭାଣ୍ଟେଜ ଅଛି, ସେ ପ୍ରକାର କନଫିଡେନ୍ସ ନିଅନ୍ତୁ। ସେଇଟା ହେଇଗଲା। ତ କଟ ଅଫ୍ ସେଇଠୁ ପ୍ରେଡିକ୍ଟ କରିଦେବେ ଆପଣଙ୍କର ଡନ୍ ପାର୍ଟରେ କେତେଟା ରହିଲା ସେଇଠି। ତ ସିଲି କ୍ୱେଶ୍ଚିନ୍ କେତେଟା ଆସୁଛି କି ନାହିଁ ସେଇଟା ମୁଣ୍ଡରେ ବସେଇବେ ନାହିଁ, ଆରେ ୟାର ଏଇଟା ମୁଁ ପଢିଥିଲି ହବ କି ନାହିଁ। ତ ଏଇଟା କଣ୍ଟ୍ରୋଲ ୟୋର ନର୍ଭ, ମୁଁ କହିବି କଣ ନା ଏଥିରେ ଆପଣଙ୍କର ନର୍ଭ କଣ୍ଟ୍ରୋଲ କରନ୍ତୁ। ନର୍ଭ କଣ୍ଟ୍ରୋଲ କଣ ନା ଏଇଟା ମତେ ଲାଗୁଛି ମୁଁ ମାରିଦେବି କି ନାଇଁ, ସେ ପ୍ରକାର କରନ୍ତୁ ନାହିଁ। ଯଦି ଲାଗୁଛି ଦେନ୍ ସେଇଟା ରିଭ୍ୟୁରେ ରଖିଦିଅନ୍ତୁ ହେଲା, ତାକୁ ପରେ ଯିବା। ସିଓର ସର୍ଟ ବାଲା କ୍ୱେଶ୍ଚିନ୍, ଡନ୍ ବାଲା କ୍ୱେଶ୍ଚିନ୍ ଆପଣଙ୍କର ଯଦି ପୁରା ଡିଫିକଲ୍ଟ କିଛି ଆସୁନି, 10ଟା କ୍ୱେଶ୍ଚିନ୍ ବି ହଉଛି ସେଇଟା ବି ଠିକ ଅଛି, 10ଟାକୁ ଯାଆନ୍ତୁ ନା, କାରଣ ଆପଣଙ୍କ ସିଲେକ୍ସନ ହବ ୟା ହବନି ସେଠି, ମାନେ ବାଇ ଲକ୍ ଉପରେ ମୁଁ ଯାଉଛି ମାରିଦେବି ତେଣିକି ଯାହା ହେଇଯିବ। ସେଇଟା ଡିସାଇଡ୍ କରିବ କେତେବେଳେ, ଯେତେବେଳେ ଧର ଆପଣ କରୁଛନ୍ତି, ଆପଣ 10ଟା ଅଛି ସିଲେକ୍ସନ, ରିଭ୍ୟୁରେ ଅଛି 40ଟା, ଆପଣ ଏଠି ମାରିକିରି କରିଦେଲେ, ମାନେ ଇଏ 10ଟା ହେଇଗଲା ମୋ 20 ମାର୍କ, ଆଉ ମତେ ଦରକାର 30 ମାର୍କ, ତ ଏଇ 45 ମୁଁ 40 କଲି, ହେଇଗଲା। ତ ବାଇ ଲକ୍ ସେଇଠି କାମରେ ଆସିଗଲା, ଆପଣଙ୍କର କଟ ଅଫ୍ ଠାରୁ 3 ମାର୍କ 5 ମାର୍କ ଅଧିକା ରହୁଛି, ସେଇଠି ହେଇଯିବ ଆପଣଙ୍କର ଲକ୍ ଟା କାମରେ ଆସିଯିବ। କିନ୍ତୁ ଯଦି ଆମର କଟ ଅଫ୍ ହିଁ ଯାଉଛି 102 2024 ଭଳିଆ, ଆଉ ଆପଣଙ୍କୁ ଆସୁଛି 10ଟା, ସେଠି ଦେଖିଦେଲେ କି ମୋର ଇଜିଅର ସାଇଡରେ କ୍ୱେଶ୍ଚିନ୍ ଅଛି, ହଁ ମାନେ ହେଇଯାଇଥାନ୍ତା ମୋର ଟିକେ ଡିଫିକଲ୍ଟ, ତ ସେଠି ଏତେ ଚାନ୍ସ ନେଇ ଫାଇଦା ହିଁ ନାହିଁ ନା, ସେଠି ହବ ହିଁ ନାହିଁ ପ୍ରିଲିମ୍, ସେଠି ଆକ୍ସେପ୍ଟ କରିଦେବାର କଥା, ହବ ହିଁ ନାହିଁ। ଯଦି ସେଠି ବି ସେଇଟା ବି ଗୋଟେ ମାଇଣ୍ଡରେ ଆସେ କି ମୋର ତ ହବ ହିଁ ନାହିଁ, ଚାଲ ମାରିଦବା। କିନ୍ତୁ ଯଦି ମାରିଦବା ତାହେଲେ ଆସିବେ ଘରେ ବସିକି ଏକ୍ଜାମ ଆନାଲିସିସ୍ କଲେ କି ଆରେ ୟାର ମତେ ତ ଏଥର ପେପରଟା ମୋର କାହିଁକି ଲାଗୁନି ଭଲ ହେଇଛି, ଚାଲ ଆନ୍ସର ଆନାଲିସିସ୍ କରିଦବା, ମାନେ ସେଇ 2 ଦିନ ଭିତରେ ଆନାଲିସିସ୍ କରିଦେଲେ ହେଲାନି, ଦେନ୍ ନେକ୍ସଟ ପାଇଁ ପ୍ରିପାରେସନ କରିବା, ସେଥିରେ ଆଉ ଦିମାଗ ଖର୍ଚ୍ଚ କରିବାନି ବେଶୀ। ତ ସେଥିପାଇଁ ମୁଁ କହୁଛି କି ଏଇ ଏକ୍ଜାମଟାକୁ ଏତେ ଷ୍ଟ୍ରେସ୍ ନିଅନ୍ତୁନି, ଷ୍ଟ୍ରାଟେଜି କରନ୍ତୁ। ଏଇ 2 ଦିନରେ ଟିକେ ଷ୍ଟ୍ରାଟେଜି କରନ୍ତୁ, କରେଣ୍ଟ ଆଫେୟାର୍ସ ବେସିକ୍ସ ଏଇ ସବୁ ଜିନିଷକୁ ଟିକେ ରିଭାଇଜ କରନ୍ତୁ। ବେଶୀ ମାନେ ନୂଆ ସୋର୍ସ, ଚାଲ ମୁଁ ହିଷ୍ଟ୍ରି ପଢିନି ଚାଲ ପଢିଦେବି, ଇଣ୍ଡିପେଣ୍ଡେନ୍ସ ଟା ଟିକେ ପଢିଦେବି, ଇଏ ସେ ସବୁ କରନ୍ତୁ ନାହିଁ। ସେ ସବୁ ପଢିଲେ କିଛି ମାନେ ଫାଇଦା ହବନି, ଯାଇକି ସେ କ୍ୱେଶ୍ଚିନ୍ କେମିତିଆ ଦଉଛି କଣ ଦଉଛି, ଯେତିକି ଆପଣ ହିଷ୍ଟ୍ରି ପଢୁଛନ୍ତି ତା ଦେହରେ କ୍ୱେଶ୍ଚିନ୍ ଆସିଲେ ହିଁ ଆପଣ କରିଦେବେ, ବ୍ୟାକ୍ ଅଫ୍ ମାଇଣ୍ଡରେ ଥାଏ। କରେଣ୍ଟ ଆଫେୟାର୍ସ ରିଭାଇଜ କରନ୍ତୁ, ପଲିଟି ରିଭାଇଜ କରନ୍ତୁ, ଆଉ ଏନଭାରନମେଣ୍ଟାଲ ରିଲେଟେଡ କରେଣ୍ଟ ଆଫେୟାର୍ସ କିଛିଟା କଭର କରନ୍ତୁ। ନ୍ୟୁଜରେ ସର୍ଚ୍ଚ କରିଦିଅନ୍ତୁ ପୁରା କି 2000 ଏଇ ଲାଷ୍ଟ ଇୟର ର ଏନଭାରନମେଣ୍ଟାଲ ରିଲେଟେଡ କରେଣ୍ଟ ଆଫେୟାର୍ସ, ତା ଉପରେ ଟିକେ ଇମ୍ପୋର୍ଟାଣ୍ଟ ସମିଟ୍ ଟିକେ ଦେଖନ୍ତୁ, ରିପୋର୍ଟ ଟିକେ ଦେଖନ୍ତୁ। ଏଇଗୁରା ଟିକେ ମୁଁ ଯେମିତି ମେଥଡ କହିଲି କି ଜେଣ୍ଡର ଗ୍ୟାପ୍, ଗ୍ୟାପ୍ ମାନେ ମେଲ ଫିମେଲ ଇକ୍ୱାଲ ହବା କଥା, ଗ୍ୟାପ୍ ଅଛି 3ଟା 131, ସେମିତି ଟିକେ ଟ୍ରାକ୍ କରିକି ସବୁ ଇଣ୍ଡେକ୍ସ ମନେ ରଖିଦିଅନ୍ତୁ, ଯୋଉଥିରେ କି ମାନେ କନଫ୍ୟୁଜନ ହେବେନି। ଏଇ ତା ଉପରେ ଟିକେ ଫୋକସ କରନ୍ତୁ, ଯଦି ଆଦରୁ ପଡିଗଲା ଡାଇରେକ୍ଟ ସହଜରେ ହେଇଯିବ, ଟାଇମ ବଞ୍ଚିଯିବ, ହେଇଗଲା। ତ ଏ ସବୁ ରିଭାଇଜ ଉପରେ ଏବେ ଫୋକସ କରନ୍ତୁ, ବାକି ଆଉ ସବୁକୁ ରିଭାଇଜ ମାନେ ଫୋକସ କରନ୍ତୁ ନାହିଁ। ତ ଏଇଟା ହେଇଗଲା ଆଜିର ମାନେ ଲେସନ, ହେଇଗଲା ଜିଏସ୍ ପେପର କୁ କେମିତି ଟ୍ୟାକେଲ କରିବାର ଅଛି। ତ ଏକ୍ଜାମ ହଉଛି 7/6/2026 ଏଇ ସଣ୍ଡେ। ତ ଆପଣ ଫାଷ୍ଟ ପେପର ତ ଦେବେ 10ଟାରୁ 12ଟା, ତାପରେ ବ୍ରେକ୍ ହବ, ତାପରେ ବୋଧେ 2:30ରୁ 4:30 ଥାଏ ପେପର, ବା 2ରୁ 4 ଆପଣ ଆସିଲା ବେଳେ ମୁଁ ଆର କ୍ୱେଶ୍ଚିନ୍ ପେପରର ମୋଷ୍ଟ ପ୍ରୋବାବୁଲ ଆନ୍ସର କି ଛାଡ଼ି ଦେଇଥିବି ମୋରି ଟେଲିଗ୍ରାମ ଗ୍ରୁପରେ, ପ୍ଲସ୍ ସର୍ଟ ଗୋଟେ ବି କରିକି ଯଦି ଛାଡ଼ି ଦେଇଥିବି, ତ ସେଇଟା ଆସିକି ଟିକେ ମିଳେଇ ଦିଅନ୍ତୁ। ଆଉ ହଁ, ମୁଁ ମୋରି ଷ୍ଟୁଡେଣ୍ଟ ମାନଙ୍କୁ ଟିକେ ଆଉ ସମସ୍ତଙ୍କୁ ବି ଟିକେ ରିକ୍ୱେଷ୍ଟ କରୁଛି, ଷ୍ଟ୍ରାଟେଜିକ ହେଇକି ଯାଆନ୍ତୁ।
ଯଦି ଆପଣ ଷ୍ଟ୍ରାଟେଜିକ୍ ହେଇନାହାନ୍ତି ମାନେ ଲାଗୁଛି ଠିକ ସେ ଏତେ ପ୍ରିପେୟାର ହେଇନାହାନ୍ତି ସେଠି ଚାନ୍ସ ଟିକେ ନେବେ ରିଭ୍ୟୁ ପଏଣ୍ଟରୁ So, ଟିକେ। thank you. All the best. Wish you all the success and best of luck. Luck ର ନିହାତି କାମରେ ଆସିବ। ତ ପେସେନ୍ସ ଆଉ ଷ୍ଟ୍ରାଟେଜି, ପେସେନ୍ସ ଆଉ ଷ୍ଟ୍ରାଟେଜି ଉପରେ ଫୋକସ୍ କରନ୍ତୁ। କରେଣ୍ଟ ଆଫେୟାର୍ସ ଆଉ ପଲିଟି, ଜିଓଗ୍ରାଫି ଏଇ ତିନିଟା ହିଁ ରିଭାଇଜ୍ କରନ୍ତୁ ଏବେ, ସେଇଟା ହିଁ ଆମ ମନ୍ତ୍ର। ଆଉ ବେସିକ୍ ମୁଁ ଯାହା ଚ୍ୟାନେଲରେ ମୋର ଯାହା ଟିକେ ପିଡିଏଫ୍ ଏବେ ଦେବି ଯୋଉଟା କଭର କରିପାରିନି କିନ୍ତୁ ଇମ୍ପୋର୍ଟାଣ୍ଟ ମୁଁ ତାର କମ୍ପାଇଲ୍ କରିକି ଦଉଛି, ତା ଉପରେ ଆଖି ପକେଇକି ଯାଆନ୍ତୁ, ସେଇଟା ହିଁ ଆସିବ। ତ ଅଲ୍ ଦ ବେଷ୍ଟ। ମୁଁ ଦେଖାହବ ପୁଣି 7 ତାରିଖ ସଣ୍ଡେ ଯୋଉ ଏକ୍ଜାମ ପରଦିନ ଇଭିନିଂରେ ମୁଁ ଏକ୍ଜାମ ପେପର ଆନାଲିସିସଟା କରିଦେବି ଭଲସେ। ଆନ୍ସର କି ମିଳେଇ ଦେବେ କ'ଣ କେତେ ହେଇଛି କେତେ ରହୁଛି ସେଇ ଅନୁସାରେ ମୁଁ କଟ୍ ଅଫ୍ ପ୍ରେଡିକ୍ଟ କରିକି ଆମେ ଆଇଦର ମେନ୍ସ ପାଇଁ ଷ୍ଟାର୍ଟ କରିବା ୟା ଫିର୍ ପୁଣି ପ୍ରି ପାଇଁ ଆମେ ପ୍ଲାନ୍ ବନେଇବା। ତ ୱିଶ୍ ୟୁ ଅଲ୍ ଦ ବେଷ୍ଟ। ଥ୍ୟାଙ୍କ ୟୁ।